ଜୟ ଜଗନ୍ନାଥ। ପିଲାମାନେ ଆମେ ଆଜି ପରୀକ୍ଷା ଦର୍ପଣର ମ୍ୟାଥର ସେଟ୍ 3 ଟା ଆଲୋଚନା କରିବା ହେଲା। ଆଗରୁ ଆମର ସେଟ୍ 1 ସେଟ୍ 2 ମୁଁ ଅଲରେଡି ଛାଡ଼ି ଦେଇଛି। ଆଉ ଏମଏଲ୍ ସବୁ ଛାଡ଼ି ଦେଇଛି, ଇଂଲିଶ ଛାଡ଼ି ଦେଇଛି, ସବୁ ସୋସିଆଲ ସାଇନ୍ସ ସବୁ ଛାଡ଼ି ଦେଇଛି, ସାଇନ୍ସ ଗୋଟେ ସେଟ୍ କାଲି ଛାଡ଼ିଛି, ମ୍ୟାଥ ଯୋଡ଼େ ସେଟ୍ ଛଡ଼ା ହେଇଛି, ଏଇଟା ଆଜି ଛାଡ଼ିଛି ହେଲା। ହେଲେ ବହୁତ ପିଲା ରିକ୍ୱେଷ୍ଟ କରି କହିଛନ୍ତି ଯେ ସାର୍ ସେଟ୍ 3 ଟା ଟିକେ ଡିଫିକଲ୍ଟ ବହୁତ ଅଛି। ମୁଁ କହିଲି ହଉ ଠିକ ଅଛି ଆଲୋଚନା କରିବା ହେଲା। ତେଣୁ ଦେଖ ଭଲ ଭାବରେ ଦେଖ। 1 ନମ୍ବର ପ୍ରଶ୍ନ, ଦୁଇଟି ସମୀକରଣର ଏକମାତ୍ର ସମାଧାନ ସମ୍ଭବ ହେଲେ ସେମାନଙ୍କ ଦ୍ୱାରା ଲିଖିତ ସୂଚିତ ଲେଖଚିତ୍ର ସ୍ୱରୂପ କିପରି ହବ? ଏକମାତ୍ର ସମାଧାନ, ଏକମାତ୍ର ସମାଧାନ ବୋଲେ କଣ ପିଲେ ଜାଣିଛ? a1 by a2 is not equal b1 by b2, एकमात्र समाधान हब। ताले यार लेख कौन हब ना, लेख परस्पर गोटे छेद गोटे बिंदु छेद करिए, से लेख कौन हब ना परस्पर छेदी हब। क्लियर? आर सब कही मोर मैथ रो ऑब्जेक्टिव क्लास देखियो सब कही हला। जदि a1 by a2 सब कही क्लियर हो, a1 by a2 इक्वल b1 by b2 इक्वल c1 by c2 हब। ये कौन हब ना रेखाद्वय अभिन्न हेबे बा समापातित हेबे, तारि उपरे पड़ी जिवे हला। असंख्य समाधान एते रहइबो कहिछि, सेमति कहि छबु। त एटा परस्पर छेद हो होला। तार 2 नंबर देखो, kx plus my plus 4 equal 0, 2x plus y plus 1 equal 0 समीकरण द्वय असंगत हेले k is to m केते? असंगत हेबे। असंगत हेबे कोन जानिछ ना नै जानिना ना, कौन हबो ना a1 by थर्ड टा फर्स्ट हला संगत स्वतंत्र, सेकंड हला संगत निर्भरशील, थर्ड हला असंगत। कौन a1 by a2 equal b1 by b2 is not equal c1 by c2, समुद्र असंगत हेबे जानिछ। समाधान आदौ नाही, सलखादय परस्पर समांतर हेबे, सेतरे क्लियर कहि सबु हला। ताले कौन देखिबा, एथे हमर प्रश्न देखियो टिके। देखो a1 केते थी, a1 होची k, b1 होची m, b1 होची m हला, c1 होची 4, सेंती a2 होची केते 2, b2 होची 1, where is 1, b2 होची 1, c2 होची 1, c2 भी 1। ताले आमे को करिबा ना, असंगत हेबा अर्थ कोन? आमे देखिबा a1 by a2 is equal b1 by b2 हला, is not equal c1 by c2। ताले a1 मूल्य केते देखो, a1 मूल्य k, a1 by a2, a2 केते 2, k by 2 equal b1 by b2, b1 हला केते m, b2 बिल केते, b2 हला 1 1। पचाची k by 1, k by m केते ना, k by m केते 2 by 1, उत्तर 2 by 1। क्लियर? k by m, k is to m, 2 is to 1। क्लियर? तापर हम देखिबा 3 नंबर देखिबा बिल हेले। 3 नंबर देखिबा हला, 3 नंबर देखिबा हला। 81x plus 19y equal 75, 19x plus 81y equal 25 हेले x plus y केते? एटा सहज कर देबा। कोन करिबा ना, एटा हला 75, एटा हला 25 मिसै दियो, ताले 81 मिसै दियो, दीटा समीकरण मिसै दियो, ताले 81x plus 19x
যুক্ত যুক্ত 19y যুক্ত 81y 19y যুক্ত 81y সমান কেতে হব না 75 যুক্ত 25 100 তাহলে 81x 19x 100x তাহলে 100x প্ଲস 19y 81y 100y 100y ସମାନ କେତେ ହେଲା ନା 100 ତାହେଲେ 100 କାଟି ଦିଅ x ପ୍ଲସ୍ y କେତେ ହେଲା 1 କ୍ଲିୟର x ପ୍ଲସ୍ 1 ତାପରେ 4 ନମ୍ବର ଦେଖିବା ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟାର 10 ସ୍ଥାନୀୟ ଅଙ୍କଟି ଏକ ସ୍ଥାନୀୟ ଅଙ୍କ ଠାରୁ 4 ଅଧିକା ତାହେଲେ ଏକ ସ୍ଥାନୀୟ ଅଙ୍କ ଯଦି x ହବ 10 ସ୍ଥାନୀୟ ଅଙ୍କ ହବ x ପ୍ଲସ୍ 4 ନା ନାଇଁ ଏକ ସ୍ଥାନୀୟ x ହେଲେ 10 ସ୍ଥାନୀୟ ହବ x ପ୍ଲସ୍ 4 ଉକ୍ତ ସଂଖ୍ୟାଟିକୁ 11 ଦ୍ୱାରା ହରିଲେ କେତେ ହବ ତାହେଲେ यार ପ୍ରକୃତ ଏ ସଂଖ୍ୟାଟି କେତେ ହବ ଏକ ସ୍ଥାନୀୟ ଅଙ୍କଟିଏ ଯେ 10 ସ୍ଥାନୀୟ ସଂଖ୍ୟା ହେଲା କେତେ ନା 10 ହୋଲ ଇନଟୁ x ପ୍ଲସ୍ 4 ପ୍ଲସ୍ x ହେଲା ତାହେଲେ 10x ପ୍ଲସ୍ 4 ଏଇଟା 10x ପ୍ଲସ୍ 40 ହେଲା କଣ ହବ 10x ପ୍ଲସ୍ 40 ପ୍ଲସ୍ x ତାହେଲେ କେତେ ହେଲା 11x ପ୍ଲସ୍ 40 11x ପ୍ଲସ୍ 40 କହିଛି ଆକୁ 11 ହରିବା 11 ଭାଗଲେ ଭାଗଶେଷ ତାହେଲେ 11 ହରିଲେ ଦେଖ 11 ହରିଲେ ତ ଏଇଟା ଏମିତି କରିପାରିବା ଆମେ କରିପାରିବାନି 11x ବାଇ 11 ଯୁକ୍ତ 40 ବାଇ 11 11 ହରିବା ଏହାକୁ 11 ହରିବା ଟି ତାହେଲେ ଏ ତ ଛିଡ଼ିଯିବ ତାହେଲେ ଏଠି ରହିବ କେତେ ଭାଗଶେଷ ନା 11 ତିରିକି 33 ବଳିଲା 7 ବଳିବ କେତେ 11 ତିରି 33 ହେଲେ 7 ବଳିବ ତାହେଲେ ଭାଗଶେଷ ରହିବ 7 କ୍ଲିୟର ଭାଗଶେଷ 7 ବଳିବ ତାପରେ ଆମେ ଦେଖିବା ତା ପାଖ ନମ୍ବର ହେଲା ଏ ପ୍ରଶ୍ନଟା ଏ ଚାପ୍ଟରଟାରେ ଟିକେ ଦେଇଛି ଆଉ କଣ କିଛି ନାହିଁ କରିହବ କିଛି ଅସୁବିଧା ନାହିଁ ହେଲା ତାପରେ 5 ନମ୍ବର ଦେଖ ପିଲେ mx ସ୍କ୍ୱାର ମାଇନସ୍ 2x ପ୍ଲସ୍ 2m ମାଇନସ୍ 1 0 ମୂଳ ଦ୍ୱୟର ଗୁଣଫଳ ହଉଛି 3 ତାହେଲେ m ର ମାନ କେତେ ତାହେଲେ ମୂଳ ଦ୍ୱୟର ଗୁଣଫଳ ତାହେଲେ ମୂଳ ଦ୍ୱୟର ଗୁଣଫଳ ଧର ଆମେ ଦେଖିବା ମୂଳ ଦ୍ୱୟର ଗୁଣଫଳ ଧର ଗୋଟେ ମୂଲ୍ୟ ଆଲଫା ଗୋଟେ ମୂଳ ବିଟା ତାହେଲେ ମୂଳ ଦ୍ୱୟର ଗୁଣଫଳ ବୋଲେ ଆଲଫା ଇଣ୍ଟୁ ବିଟା ତାହେଲେ ଦେଖ ଆଲଫା ଇଣ୍ଟୁ ବିଟା ଜାଣିଛ କେତେ ସି ବାଇ ଏ ତମେ ଜାଣିଛ ଆଗରୁ ତାହେଲେ ଦେଖିଲ ଏଠି ଆଲଫା ଇଣ୍ଟୁ ବିଟା ସି କେତେ ସି ହଉଛି 2m ମାଇନସ୍ 1 ଏ କେତେ ହଉଛି m ଆରେ m a b c ଜାଣିଛ ତାହେଲେ ସି ଆଲଫା ଇଣ୍ଟୁ ବିଟା ହଉଛି ସି ବାଇ ଏ ତାହେଲେ ମୂଳ ଦ୍ୱୟର ଗୁଣଫଳ ଦେଇଛି 3 ତାହେଲେ ଆଲଫା ଇଣ୍ଟୁ ବିଟା ଦେଇଛି 3 ଦେଇଛି 3 ସମାନେ ସି ବାଇ ଏ ସିଟା କେତେ ସି ହଉଛି 2m ମାଇନସ୍ 1 2m ମାଇନସ୍ 1 ବାଇ ଏ ସି ବାଇ ଏଟା ହଉଛି m ତାହେଲେ ବଜ୍ରଗଣ କରିଦେଲେ କେତେ ହବ ନା 3m ଇକ୍ୱାଲ କେତେ ହେଲା 2m ମାଇନସ୍ 1 3m ରୁ 2m ହେଲେ m ର ମୂଲ୍ୟ ହେଲା ମାଇନସ୍ 1 କୋଉଠି ଅଛି m ର ମୂଲ୍ୟ ମାଇନସ୍ ହେଇଠି ଅପସନ ବି କ୍ଲିୟର ବୁଝିଲା ତାପରେ ଆମେ 6 ନମ୍ବର କରିବା ହେଲା 6 ନମ୍ବର କରିବା x ସ୍କ୍ୱାର ମାଇନସ୍ 7 ଇକ୍ୱାଲ 0 ର ସମୀକରଣ ପ୍ରଭେଦ କେତେ ତାହେଲେ ଏଠି a କେତେ ପିଲେ a ହେଲା 1 b କେତେ b ହଉଛି x ର ସହଗ ନା ତାହେଲେ ତ ନାହିଁ b ଏଠି 0 b ଏଠି 0 c କେତେ ନା c ହଉଛି -7 c ହଉଛି -7 ତାହେଲେ ପ୍ରଭେଦ କହିଲା କଣ b ସ୍କ୍ୱାର ମାଇନସ୍ 4ac d ତାହେଲେ b ସ୍କ୍ୱାର ମାଇନସ୍ 4ac ଦେଖିବା ତାହେଲେ b ତ 0 ତାହେଲେ 0 ସ୍କ୍ୱାର ତ 0 ତାହେଲେ ମାଇନସ୍ 4 a ର ମୂଲ୍ୟ କେତେ ପିଲେ a ର ମୂଲ୍ୟ ହଉଛି 1 କିନ୍ତୁ c ର ମୂଲ୍ୟ କେତେ c ର ମୂଲ୍ୟ -7 ତାହେଲେ ମାଇନସ୍ କେତେ ପ୍ଲସ୍ 7 ଯୋଗୁ 28 ଏଠି ଅପସନ ବି କ୍ଲିୟର ବୁଝିଲା ତାପରେ ଆମେ ଯିବା ପୁଣି ନେକ୍ସଟ 7 ନମ୍ବର ହେଲା 7 ନମ୍ବରକୁ ଯିବା ଦେଖ 7 ନମ୍ବର ଦେଖ
আলফা ও বিটা 5x² মাইনাস 8x 5x² প্ଲସ୍ 8x ମାଇନସ୍ 4 0 ସମୀକରଣ ମୂଳ ଅଟେ। ହେଲେ 1/α ଆଉ 1/β ମୂଳ ନେଇକିରି ଆମେ ସମୀକରଣ ଗଠନ କରିବା ହେଲା। ତାହେଲେ 1/α 1/β ନେଇ ସମୀକରଣ ଗଠନ ସୂତ୍ର ତ ଜାଣିଛ। ସମୀକରଣ ଗଠନ ସୂତ୍ର ହଉଛି କଣ? x² ମାଇନସ୍ ବୀଜଦ୍ୱୟର ସମଷ୍ଟି, ବୀଜଦ୍ୱୟର ସମଷ୍ଟି ଇଣ୍ଟୁ x ପ୍ଲସ୍ ବୀଜଦ୍ୱୟର ଗୁଣଫଳ ଇକ୍ୱାଲ 0 ଜାଣିଛ ତମେ। ତାହେଲେ ଆମେ ଦେଖିବା ଏହାକୁ ଏଇ 1/α ଗୋଟିଏ ବୀଜ, 1/β ଗୋଟିଏ ବୀଜ, ଏହାକୁ ନେଇ କରିବା। ତାହେଲେ ଏଥିରୁ ଆଲଫା ପ୍ଲସ୍ ବିଟା ଏଥିରୁ କେତେ ଜାଣିଛ ନା? ଆଲଫା ପ୍ଲସ୍ ବିଟା ଏଠି କେତେ ହବ କହ? ଆଲଫା ପ୍ଲସ୍ ବିଟା ହବ -b/a -8/5 a, ଏଇଟା b ଏଇଟା c, ତାହେଲେ -8/5। ଆଲଫା ଇଣ୍ଟୁ ବିଟା କେତେ ହବ? ଆଲଫା ଇଣ୍ଟୁ c/a -4/5 -4/5, ଏଇଟା ଜାଣିଲ। ଆଲଫା ଇଣ୍ଟୁ ବିଟା, ଆଲଫା ପ୍ଲସ୍ ବିଟା ଜାଣିକି ଏଠି ରଖିଲ। ତାହେଲେ ଆମେ ସମୀକରଣ ଗଢ଼ିଆ ଏହାକୁ ନେଇକିରି। ତାହେଲେ ସମୀକରଣ ଗଢ଼ିଆ କେମିତି ଗଢ଼ିଆ ଦେଖ। ତାହେଲେ ଲେଖିଆ x² ମାଇନସ୍ ଆଲଫା ପ୍ଲସ୍ ବିଟା, ବୀଜ ଦିଟା ତ ଗୋଟେ 1/α ଆଉ ଗୋଟେ ହେଲା 1/β ଇଣ୍ଟୁ x ପ୍ଲସ୍ ବୀଜଦ୍ୱୟର ଗୁଣଫଳ 1/α ଇଣ୍ଟୁ 1/β ଇକ୍ୱାଲ 0। ତାହେଲେ x² ମାଇନସ୍ ଲସ୍ ହେଲା କେତେ? ଆଲଫା ବିଟା, ଏଠି ପଇଲା କେତେ? ବିଟା ପ୍ଲସ୍ ଆଲଫା, ବିଟା ପ୍ଲସ୍ ଆଲଫା ଯିଏ, ଆଲଫା ପ୍ଲସ୍ ବିଟା ସିଏ, ଇଣ୍ଟୁ x ପ୍ଲସ୍ 1/α ଇଣ୍ଟୁ ବିଟା ଇକ୍ୱାଲ 0। ତାହେଲେ ଆଲଫା ପ୍ଲସ୍ ଏଠି ଆଲଫା ପ୍ଲସ୍ ବିଟାର ମୂଲ୍ୟ କେତେ? ଆଲଫା ପ୍ଲସ୍ ବିଟା -8/5 ପକେଇଦବ। ଆଲଫା ଇଣ୍ଟୁ ବିଟାର ମୂଲ୍ୟ କେତେ ପକେଇଦବ? -4/5 ପକେଇଦବ। 1/α ମୂଲ୍ୟ ପକେଇଦବ। ଆଉ ମୂଲ୍ୟ ପକେଇଦେଲେ ଉତ୍ତର ଯାହା ହବ ଆଉ ହେଲା। ଏଟାକୁ ସରଳ କରି, ଏଥିରେ କିଛି ନାହିଁ ଆଉ ହେଲା। ମୂଳ କରିବ, ମୁଁ ଅପସନ ହବ ଏ, 8 ନମ୍ବର ଅପସନ ଏ ହବ -2/3 ହବ। କଷିବ ଆଉ, ଏଥିରେ କଣ ଅଛି? ବୁଝେଇଦେଲି ଆଉ କଣ, ସମାଧାନ କରିବା ଖାଲି ଆଉ ହେଲା। ତାପରେ 8 ନମ୍ବର, ଏଇଟା 7 ନମ୍ବର ଲାଗିଲେ 7 ନମ୍ବର ଅପସନ ହବ, 7 ନମ୍ବର ଅପସନ ଏ, ଠିକ ଅଛି। 7 ନମ୍ବର ଅପସନ ଏ, ଏଟା 8 ନମ୍ବର ମାରିଦେଲି। 7 ନମ୍ବର ଅପସନ ହବ ବୋଲେ ଏ ଯୋଉ କଷା ହେଲା, ଏଇଟା ହବ ଏ। 4x² - 8x - 5 4x² - 8x - 5 0। କ୍ଲିୟର, ଏଇ ଉତ୍ତରଟା ହବ। କଷିବ କରିଦେଲି, ବୁଝେଇଦେଲି ଆଉ। ତାପରେ 8 ନମ୍ବର ଦେଖିବା ହେଲା। ଏଟା ଟିକେ ୟାର ଜୋମେଟ୍ରି ବସଲା ଟିକେ ଅଛି କଡ଼କଡିଆ, କିଛି ନାହିଁ। ଦେଖ ଭଲରେ ବୁଝେଇ ଦଉଛି। ଏକ ଦ୍ୱିଘାତ ସମୀକରଣ kt² + 2t + 3k 0 ମୂଳଦ୍ୱୟର ଗୁଣଫଳ ଯୋଗଫଳ ସମାନ। ୟାର ମୂଳଦ୍ୱୟର ଯୋଗଫଳ ଆଉ ଗୁଣଫଳ ସମାନ। ତାହେଲେ ମୂଳଦ୍ୱୟର ଯୋଗଫଳ ହଉଛି ଆଲଫା ପ୍ଲସ୍ ବିଟା ନା। ତାହେଲେ ଆଲଫା ପ୍ଲସ୍ ବିଟା କେତେ କି? -b/a, ତାହେଲେ -2/k। ଆରେ ଏଇଟା ଏ ବି ସି ତ ଜାଣିଛ ବାରମ୍ବାର, ମୁଁ କହିବି କଣ? ଏ ହେଲା k, b ହେଲା 2, c ହେଲା 3, ତାହେଲେ -2/k। ଆଲଫା ଇଣ୍ଟୁ ବିଟା କେତେ ହବ? c/a, c ହେଲା କେତେ? 3, ଏ ହେଲା କେତେ? 3/k। ସେ କହିଛି ମୂଳଦ୍ୱୟର ଗୁଣଫଳ ଯେତିକି, ଯୋଗଫଳ ସେତିକି। ତାହେଲେ -2/k ଇକ୍ୱାଲ 3/k, ତାହେଲେ ଲେଖିଦବା। ସିଏ -2/k ଇକ୍ୱାଲ କେତେ ହେଲା? 3/k। କଣ ହେଲା? ଆଲଫା ପ୍ଲସ୍ ବିଟା ହେଲା -b/a 2/k, 2/k ଆଲଫା ଇଣ୍ଟୁ ହେଲା c 3k ରେ, ଏଇଟା 3k, c ଟା 3k ଅଛି ରେ, 3k। ଆରେ ବାବା, 3k/k, c ଟା 3k ଅଛି, 3k/k, 3k/k କଟିଗଲା। ଆଲଫା ଇଣ୍ଟୁ ବିଟା ହେଲା କେତେ? 3 ହେଲା। ତାହେଲେ ଏଇଟା ହବ କେତେ? ଏଇଟା ହବ କେତେ? ଏଇଟା ହବ ବୀଜଦ୍ୱୟର ମିଶାଣ ଫଳ, ଗୁଣଫଳ ଶେଷ, ମାନେ ଗୁଣଫଳ ହେଲା 3। ତାହେଲେ 3 ହେଲେ ବଜ୍ରଗଣ କରିଦିଅ। 3k ଇକ୍ୱାଲ କେତେ? 3k ଇକ୍ୱାଲ କେତେ? -2। 3k ଇକ୍ୱାଲ -2, k କେତେ ନା? -2/3। ହେଇଠି -2/3 ଅପସନଟି ଠିକ। କ୍ଲିୟର? ଦେଖିବ ଭଲ ଭାବରେ।
तापरे आमे जिबा को नंबर आमे जिबा 9 नंबर 9 नंबर देखो 9 नंबर 1 - 2 + 3 - 4 अनुको एसएन केते हला हेबो जदी एन जुग्म हबो एन जुग्म हबो बेले कोन 4टा कि 6टा कि 8टा 10टा एमति रहिबो आ कोन हला एन जुग्म हबो त देखलो ये 1 2 3 4 ये जुग्म संख्या अछि 5 6 7 8 8 10 12 14 16 एम चलिबो ताले केते हबो देखलो एई प्रथम दुईटा मिसेले केते होची बिले ये हळकु मिसेले -1 ये हळकु मिसेले केते होची -1 सेंती 5 6 हळ मिसेले -1 ताले केतुटा ना एन हेले -n हबो अरे 5टा हेले -5 एन टा हेले -n ताले उत्तर हो -n क्लियर ताले 9 नंबर हला ऑप्शन बी क्लियर तापरे 10 नंबर किछ नहीं देखो 10 नंबर प्रश्न कोन ना 6 सिग्मा n स्क्वायर प्लस 4 सिग्मा n क्यू को सरलीकृत कले हम एटा करिवो एथरे किंतु बुझेई दउची ताले देखो एमति करिवो 6 सिग्मा n स्क्वायर जानिचो n से गणन संख्या वर्गर सूत्र जानिचो कोन n होल इनटू n + 1 होल इनटू 2n + 1 by 6 क्लियर जुक्त 4 सिग्मा n क्यू ताले जुक्त 4 सिग्मा n क्यू 4 सिग्मा n क्यू गणन संख्यार घन जानि सूत्र कोन n स्क्वायर होल इनटू n + 1 रो होल स्क्वायर by 4 जानिछो ताले सिग्मा 6 सिग्मा n स्क्वायर लिखि देली सिग्मा n से सूत्र n क्यू रो सूत्र लिखि देली ताले हमर देखिलो ये 6 को 6 कटि होला ये 4 4 भी कटि जो और रहे केते n होल इनटू n + 1 2n + 1 आ n स्क्वायर n + 1 स्क्वायर ताले एथरे कॉमन जीवो केते ना n एथरे अछि हिटी एठी n कॉमन जाई परिबो n + 1 हिटी n + 1 कॉमन जाई परिबो ताले केते n * n + 1 कॉमन जाई परिबो कॉमन जाई पारे n * n + 1 कॉमन जाई परिबो बोला और रहिबो ठीक केते ना एठरे 2n + 1 रहियो केते 2n + 1 कॉमन रहिबो तापरे जुक्त मिसी जी जुक्त एठे रह n * n + गोटा n जाईची n + 1 जाईची कॉमन और n * n + 1 ताले केते n स्क्वायर प्लस n गुणी दो n रहियो ताले ताले एठे देखो कोन 2n n 3n हबो आ n स्क्वायर हैला n स्क्वायर प्लस 1 ताले केते हैला n होल इनटू n + 1 n होल इनटू n + 1 तो हेटी n स्क्वायर 3n + 1 10 नंबर ऑप्शन डी क्लियर बुझला सजे दो कोन जे सरल कथा कह दिले होला किछ नै होला तापरे आसीबा को नंबर 10 नंबर ऑप्शन डी गला हैला 10 नंबर ऑप्शन डी गला क्लियर मन हैला तापरे हैला 11 नंबर 11 नंबर कोन देइची दीटा राशि m दुईटी राशि m बोले एरिथमेटिक मीन समांतर मध्य 11 जदि सेदु गोटे 7 अन्य टिके देटा सहज एटा करियार को अछि ताले गोटे 7 अन्य धर x मझी जो m होची मझीटा 11 ताले जानिछो कोन 7 + x / 2 = 11 7 + x 7 + x by 2 = 11 आ x रो मूल्य बाहरियो कोन 7 + x 11 दुने 22 x = 15 हो ହେଲା এটা କିଛି ନାହିଁ 11 नंबर गला तापरे 12 नंबर देखिबा ହେଲା 12 नंबर देखो 12 नंबर देखिबा ହେଲା कोन कहिजी ना 7 7 12 17 22 এই অনুক্রমে n - 1 তম পদটি কেতে হবো ହେଲା তাহলে এ ঠিক কেতে রে পিলে এ ঠিক কেতে ହେଲା 7
ଡି କେତେ ଛାଡିଛି କେତେ କେତେ ଅନ୍ତର ସାଧାରଣତଃ 5 7 5 12 5 17 ତାହେଲେ ଏ ହେଲା 5 7 ଡି ହେଲା କେତେ 7 5 12 5 କଣ n - 1 ତ ବଦୁଛି ଆମେ ଜାଣିଛ tn ଜାଣିଛ tn a plus n - 1 into d ଜାଣିଛ ନା ନାହିଁ ସବୁ ଏଇଟା ଜାଣିଛ tn କଣ a plus n - 1 into d tn ସୂତ୍ର ତମର ଦଶମ ପଦ a plus 9d 10 ଗୁଡା କମ 1 15 ପଦ a plus 14d 15 ଗୁଡେ କମ ତାହେଲେ n - 1 ପଦ କଣ ତାଠୁ ଗୁଡେ କମ ତାହେଲେ କଣ ହବ ତାହେଲେ t n - 1 କେତେ ହବ ନା a plus n - 1 ତାହେଲେ n - 1 ପୁଣି -1 ତାଠୁ ଗୁଡେ କମ into d ଇଏ ତ କଣ ତାହେଲେ କେତେ ହେଲା a ର ମୂଲ୍ୟ କେତେ ପିଲେ a ର ମୂଲ୍ୟ ହଉଛି କେତେ a ର ମୂଲ୍ୟ 7 a ର ମୂଲ୍ୟ 7 ପ୍ଲସ n - 2 ହେଇଗଲା n - 2 ହେଇଗଲା d ର ମୂଲ୍ୟ କେତେ d ଗୁଣା d ର ମୂଲ୍ୟ କେତେ 7 5 ର 5 ତାହେଲେ 7 ଯୁକ୍ତ 5n -7 ଗୁଣେ 10 -10 ତାହେଲେ -10 ପ୍ଲସ 7 କେତେ ରହିବ -3 ତାହେଲେ ହବ କେତେ 5n - 3 ଏଇଠି ଅପସନ ଡି ରେ ଅଛି ହେଲା ଅପସନ ଡି କ୍ଲିୟର ହେଲା ସରିଲା ତାପରେ ଯିବା 13 ନମ୍ବର ଗୋଟେ ଲୁଡୁକୁ ଗୋଟିକୁ ଥରେ ଗଡାଇଲେ ଫଳ 36 ର ଗୁଣନୀୟକ ନ ଆସିବାର ସମ୍ଭାବନା କେତେ 36 ର ଗୁଣନୀୟକ ନ ଆସିବାର ସମ୍ଭାବନା 36 ର ଗୁଣନୀୟକ ଜାଣିଛ କିଏ ସେ 36 ଗୁଣନୀୟକ ଜାଣିଛ ନା 1 2 3 4 6 ହଁ ଆଉ ଆମର ତ ଦରକାର ଲୁଡୁ ଗୋଟି ପରେ 1 2 3 4 6 ଯାକେ ସଂଖ୍ୟା ପଡିବ ଆଉ ହେଲା ଆମେ ଆଉ କାହିଁ ସିଆଡେ ଯିବା ଆରେ 36 ନ ହବନି ଗୁଣନୀୟକ 18 ହବନି ଗୁଣ ହବ ଆମର କଣ ଦରକାର ସେଟା ଦରକାର ନାହିଁ 12 ହବ 12 36 12 ଗୁଣନୀୟକ ଆମର ଏଇ ଏତିକି ଦେଖିଆ ଲୁଡୁ ଗୋଟି ପରେ ଯାହା ଆସିବ ଲୁଡୁ ଗୋଟିଏ ଥରେ ଗଡାଇଲେ ଫଳ 36 ର ଗୁଣନୀୟକ ନ ହବାର ସମ୍ଭାବନା ତାହେଲେ ହବାର ସମ୍ଭାବନା କେତେ ଏଇ 5 1 2 3 4 6 5ଟା ସଂଖ୍ୟା ନ ହବା ସମୟରେ 1 ରହିବ ଗୋଟି 1/6 ଉତ୍ତର କ୍ଲିୟର 13 ନମ୍ବର ଅପସନ ସି କ୍ଲିୟର ବୁଝିବା କଣ ଅଛି ତାପରେ ଦେଖିବା 14 ନମ୍ବର ଗୋଟିଏ ବ୍ୟାଗରେ 5ଟି ଲାଲ ବଲ ଆଉ n ଟି ସବୁଜ ବଲ ଅଛି ଯଦି ସବୁଜ ବଲ ବାହାର କରିବାର ସମ୍ଭାବନା ଲାଲ ବଲ ବାହାର କରିବା ସମ୍ଭାବନାର 3 ଗୁଣ ହୁଏ ତେବେ n ର ମୂଲ୍ୟ କେତେ ହେଲା ତାହେଲେ ଦେଖିବ ତାହେଲେ ଆମର ରେଡ ହେଲା କେତେ ରେଡ ହେଲା 5ଟା ଗ୍ରୀନ ବଲ କେତେ ସବୁଜ ବଲ କେତେ ସବୁଜ ବଲ n ଟା ସବୁଜ ବଲ ନା ନାଇଁ ଯଦି ସବୁଜ ବଲ ବାହାର କରିବାର ସମ୍ଭାବନା ସବୁଜ ବଲ ବାହାର କରିବା ସମ୍ଭାବନା କଣ ନା ପ୍ରୋବାବିଲିଟି ଅଫ ଗ୍ରୀନ କେତେ ନା ଗ୍ରୀନ ସଂଖ୍ୟା n ବାଇ ଟୋଟାଲ କେତେ ନା ଇଏ n ଟା ସେ 5ଟା ତାହେଲେ n + 5 ହେଲା ସେମିତି ରେଡ ବାହାର ସମ୍ଭାବନା କେତେ ନା ପ୍ରୋବାବିଲିଟି ଅଫ ରେଡ ର ହବ କେତେ ନା ରେଡ ର ମୂଲ୍ୟ କେତେ 5ଟା ଅଛି 5 ବାଇ ଟୋଟାଲ କେତେ ବଲ n + 5 ସେ କଣ କହିଛି ନା ସବୁଜ ବଲ ବାହାର କରିବାର ସମ୍ଭାବନା ଲାଲ ବଲ ବାହାର କରିବା ସମ୍ଭାବନା 3 ଗୁଣ ତାହେଲେ ଲାଲ ର ଏଇଟା ୟାର 3 ଗୁଣ ହଉଛି ଏଇଟା ତାହେଲେ 3 whole into 5n + 1 equal n/n + 5 ହେଲା ତାହେଲେ କରିଦେଲେ n ସମାଧାନ କରିପାରିବେନି ଏଥିରେ କଣ 3 whole into 5/n + 5 equal କେତେ ହେଲା n/n + 5 n/n + 5 କାଟି ପାରିବନି ଆରେ କାଟିବନି କଣ n + 5 n ତଳ କଟିଗଲା 5 3 15 n କଲ 15 ହେଲା n ହେଲା କେତେ 15 ଅପସନ ବି n ହେଲା 15 ଆଉ କଣ ଅଛି ଏଥିରେ n ହେଲା 15 କ୍ଲିୟର n ହେଲା 15 ତାପରେ ଯିବା 16 ନମ୍ବର 14 ନମ୍ବର ଗଲା 15 ନମ୍ବର ମ୍ୟାଙ୍ଗୋ ଶବ୍ଦ ଅକ୍ଷର ଏକ ଅକ୍ଷର ଚତୁର୍ଥା ଚୟନ କଲେ ଅକ୍ଷରଟି ଏକ ସ୍ୱରବର୍ଣ୍ଣ ହେବାର ସମ୍ଭାବନା ସ୍ୱରବର୍ଣ୍ଣ କିଏ ସେଥିରେ ମ୍ୟାଙ୍ଗୋରେ ନା ସ୍ୱରବର୍ଣ୍ଣ ହେଲା ଏଠି ଏ ଇ ଆଇ ଓ ୟୁ ଏ ଆଉ ଓ
ଯୋଡ଼ିଏ ହେଲା। ତାହେଲେ 15 ନମ୍ବର ହବ କଣ? ଏ ତ 5 ଟା 2 ବାଇ 5 ଏଥିରେ କଣ ଅଛି ଏଥିରେ ହେଲା। ତାପରେ 16 ନମ୍ବର ଦେଖୁଥିଲେ ଦୁଇଟି ଲୁଡୁ ଗୋଟି ଏକା ସାଙ୍ଗେ ଗଡ଼ାଇଲେ ଲୁଡୁ ଗୋଟିର ଉପର ପାର୍ଶ୍ୱରେ ଥିବା ସଂଖ୍ୟା ମଧ୍ୟରେ ପାର୍ଥକ୍ୟ 2 ହେବାର ସମତା। ଲୁଡୁ ଗୋଟି ଉପରେ କଣ ପଡିବ ଯେ ଲୁଡୁ ଗୋଟିରେ ପଡିବ 1 2 3 4 5 6 ପଡିବ। ତାହେଲେ ପାର୍ଥକ୍ୟ କଣ ହବ ନା ଯଦି ଗୋଟାକର 1 ପଡିଥିବ ଆଉ ଗୋଟାକର 3 ପଡିଥିବ ତାହେଲେ ପାର୍ଥକ୍ୟ 2 ହେଲା ନା ନାହିଁ। ସେମିତି ଗୋଟାକର 2 ପଡିଥିବ ଆଉ ଗୋଟାକର ପଡିଥିବ କେତେ 4 ପାର୍ଥକ୍ୟ ରହିଲା 2। ସେମିତି ଗୋଟାକର 3 ପଡିଥିବ ଆଉ ଗୋଟାକର 5 ପଡିଥିବ ପାର୍ଥକ୍ୟ ହବ 2। ଆଉ ଗୋଟାକର 4 ପଡିଥିବ ଗୋଟାକର 6 ପଡିଥିବ ପାର୍ଥକ୍ୟ କେତେ 2। ଅନ୍ୟ ପାର୍ଥକ୍ୟ ହଉନି। ଆଉ କୋଉଠି ହଉଛି ଦେଖ ଏମିତି ହବ 3 1 ହବ 3 1 4 2 ହବ ନା ନାଇଁ 5 3 ହବ ନା ନାଇଁ 5 3 6 4 ହବ 6 4 ହବ ନା ନାଇଁ। ତା କେତେ ହେଲା 8ଟା ଆଉ 4 4 8ଟା ହେଲା 8 ହେଲେ ଟୋଟାଲ କେତେ ଟୋଟାଲ ହେଲା କେତେ 36। ତାହେଲେ 8 ବାଇ 36 8 ବାଇ 36 ହେଲେ କେତେ ହବ କାଟିଦିଅ 4 କଲେ 2 2 ବାଇ 9 ଉତ୍ତର 2 ବାଇ 9 ଅପସନ ସି। କ୍ଲିୟର ହେଲା। ତାପରେ ଦେଖିବା 17 ନମ୍ବର 5ଟି ସଂଖ୍ୟାର ମାଧ୍ୟମାନ 15। ତାହେଲେ 5ଟି ସଂଖ୍ୟାର ମାଧ୍ୟମାନ ଯଦି 15 ସଂଖ୍ୟା ଟୋଟାଲ କେତେ ହବ ମାଧ୍ୟମାନରୁ ହାରି ହାରି ଜାଣିଛ। ତାହେଲେ 15 ପଞ୍ଚା 75 15 ପଞ୍ଚା 75। ସେଠୁ ଗୋଟିଏ ବାଦ ଦେଲେ ମାଧ୍ୟମାନ ଭିତରେ ଗୋଟିଏ ବାଦ ଦେଲେ ସଂଖ୍ୟା ହବ କେତେ 4 4 ମାଧ୍ୟମ ହାରି ହାରି 13 ତାହେଲେ 13 ଚଉକୁ 52 13 ଚଉକୁ କେତେ 52। ତାହେଲେ ଯୋଉ ସଂଖ୍ୟା ବାଦ ସେ କେତେ 75 ପଢି ଦେବା 52 5 2 ହେଲେ 3 7 5 ହେଲେ 2 23 ଅପସନ ସି 23। କ୍ଲିୟର। ତାପରେ ଦେଖ 18 ପ୍ରଥମ 14ଟି ଗଣ ସଂଖ୍ୟାର ମଧ୍ୟମା ଆଉ ପ୍ରଥମ 15 ଗଣ ସଂଖ୍ୟାର ମଧ୍ୟମା ଠାରୁ କେତେ କମ। ଆରେ ପ୍ରଥମ 14ଟି ସଂଖ୍ୟାର ମଧ୍ୟ 14ଟି ସଂଖ୍ୟା ଯେତେବେଳେ ହେଇଥିବ 14ଟି ଯଦି ହବ ଏପଟେ 6 ସେପଟେ 6 12 ଆଉ ମଝିରେ ରହିଲା 7 8 14ଟା ହେଲା 6 6 12 ମଝିରେ ରହିବ 7 8 ତାହେଲେ ୟାର ବାହାରିବ କେମିତି 7 ଯୁକ୍ତ 8 8 7 15 15 ବାଇ 2 ହେଲା କେତେ 7.5। 15ଟି ଗଣ 15ଟା ଥବ ତାହେଲେ ମଝି ତ ପଡିଯିବ କେତେ ଏପଟେ 7 ସେପଟେ 7 14 ମଝିଟି 8 ପଡିବ ଆଉ ମଝି 8 ପଡିବ 7.5 ହେଲେ ଆଉ କେତେ ପାର୍ଥକ୍ୟ ହେଲା 10.5 ଏଇଠି 0.5 ପାର୍ଥକ୍ୟ ହେଲା ଆଉ 7.5 ଏଇଟା 8 10.5 ପାର୍ଥକ୍ୟ ହେଲା। କ୍ଲିୟର। ତାପରେ 19 ନମ୍ବର ୟାକୁ ବାଛି କରିବ ଆଉ ଗରିଷ୍ଠ କେତେ ଆଉ 19 ନମ୍ବର ଆଉ 11 କେତେ ଥର ଦେଖିବ ଏଇଠି 9 କେତେ ଥର ଦେଖିବ ସବୁ ଦେଖିବ ଅଳିବ ଯୋଉଟା ଅଧିକା ଥର ଥବ ସେଇଟା ହବ ଉତ୍ତର ଆଉ ହେଲା ହେଲା। 19 ନମ୍ବର ହବ କଣ ନା 13 13 ଅଧିକା ଥର ଅଛି 13 1 2 3 ହଁ 13 ହବ ଆଉ ହେଲା। ତାପରେ 20 ନମ୍ବର ଏ ର ସ୍ଥାନାଙ୍କ ହଉଛି -2 -2 ବି ରହୁଛି 2 -3 କୁ ସଂଯୋଗ କରୁଥିବା ରେଖାଖଣ୍ଡର ସମତ୍ରିଖଣ୍ଡ କରୁଥିବା ବିନ୍ଦୁ ଏଇ ରେଖାଖଣ୍ଡକୁ ସମତିନି ଖଣ୍ଡ କରୁଥିବା ବିନ୍ଦୁର ଏ ଠାରୁ ନିକଟବର୍ତ୍ତୀ ଏଟା ଦେଖ କିଛି ନାହିଁ ଏଥିରେ ଦେଖ ଏଇଠି ଏଟା ଏ ବିନ୍ଦୁ ୟାର ସ୍ଥାନାଙ୍କ -2 -2 ଏଇଟା ଧର ବି ଏ ବିନ୍ଦୁଟା ବି ୟାର ସ୍ଥାନାଙ୍କ ଦେଇଛି 2 -4 2 ଆଉ -4 ସରିଲା। ୟାକୁ ସମାନ 3 ଖଣ୍ଡ 1 2 3 ଖଣ୍ଡ ଇଏ ଖଣ୍ଡେ ସମାନ 3 ଖଣ୍ଡ କରାହେଲା। ସେ କହିଛି ଏ ର ନିକଟବର୍ତ୍ତୀ ଏଇ ବିନ୍ଦୁ ନା ତାହେଲେ ୟାର ସ୍ଥାନ କେତେ ପଚାରିଛି ଏ ବିନ୍ଦୁ ନିକଟରେ ୟାର ସ୍ଥାନ ପଚାରିଛି ୟାର ସ୍ଥାନ କେମିତି ବାହାରିବ ଜାଣିଛ। ଆରେ ଯଦି 3 ଭାଗ ହେଇଗଲା ତାହେଲେ ଏ ଭାଗକୁ ଏଇଟା ହେଲା ଭାଗେ ଆଉ ଏତକ ହେଲା 2 ଭାଗେ ତାହେଲେ ଏମ କେତେ ଏଠି ଏମ ହେଲା 1 ଏମ ହେଲା 1 ଏନ ହେଲା କେତେ 2 ଆରେ ଏ ଭାଗ ହେଲା 2 ଭାଗ ହବ ଆରେ ଏ ଖଣ୍ଡେ 2 ଖଣ୍ଡ ଏଇଟା 3 ଖଣ୍ଡ n2 ହବ m1 n2 ତାହେଲେ ଆମର ଜାଣିଛ କଣ ନା ୟାର ସ୍ଥାନ କଣ ନା ଏମ ସୂତ୍ର କଣ ହଉଛି ଏମ ୟାର ଏ ସ୍ଥାନ କୁ ସ୍ଥାନ ଦୁଇଟା ବାହାରିବ ନା ତାହେଲେ ସ୍ଥାନ ୟାର ସ୍ଥାନ କଣ ସ୍ଥାନ ହଉଛି ଏମ x2 ପ୍ଲସ ଏନ x1 ବାଇ ଏମ ପ୍ଲସ ଏନ ଏଇଟା ସ୍ଥାନାଙ୍କର ସୂତ୍ର। y ସ୍ଥାନାଙ୍କ ସେମିତି y ସ୍ଥାନାଙ୍କ ସୂତ୍ର କଣ m y2
ପ୍ଲସ୍ ny1 ବାଇ m ପ୍ଲସ୍ n ନା ନାଇଁ, ତାହେଲେ ମୂଲ୍ୟ ପକେଇଦବନି ଏଇଠି, ଏଇଟା ପୁରା ପିଲେ ଏଇଟା ହଉଛି x1 ହେଲା -2, y1 ହେଲା -2, x2 ହେଲା 2, y2 ହେଲା -4, m ହେଲା 1, n ହେଲା 2, ସେଠି ଏଇଟା ଭାଗେ ଏଇଟା ଏମିତି, ତାହେଲେ ମୂଲ୍ୟ ପକେଇଦବ ଆଉ କଣ ଏଥିରେ ଅଛି, ମୂଲ୍ୟ ପକେଇ ଦେଇକିରି ବାହାରିବ 20 ନମ୍ବର ହେଲା ଉତ୍ତର -2 3 -8/3 ଏଇଟା କଷିବ ଆଉ ଏଥିରେ ମୁଁ ଆଉ ଗୋଟେ ଆଉ କଣ କହିବି, ବୁଝେଇଦେଲି ତମକୁ, ତେବେ କଷି ସରଳ କରିବ ଖାଲି ଆଉ ହେଲା। ତାହେଲେ 21 ନମ୍ବର ଦେଖ, ଯୋଉଟା ଡିଫିକଲ୍ଟ ହବ ତ ଗୋଟେ ଆଡୁ କଷିବି, ଏଇଟା ହେଇପାରିବ। 21 ନମ୍ବର ଦେଖ, 5 6 ଏବଂ -1 -4 ବିନ୍ଦୁ ଦୁଇଠୁ ଯୋଗ କରୁଥିବା ରେଖାଖଣ୍ଡ, ଇଏ ଗୋଟେ ବିନ୍ଦୁ, ଇଏ ଗୋଟେ ବିନ୍ଦୁ, ଗୋଟେ ବିନ୍ଦୁର ଦିଟା ସ୍ଥାନ, ଏକ ସ୍ଥାନକୁ y ସ୍ଥାନକୁ, ଏକ ସ୍ଥାନକୁ y ସ୍ଥାନକୁ, ଯୋଗ କରୁଥିବା ରେଖାଖଣ୍ଡକୁ y ଅକ୍ଷ ଯୋଗ କରୁଥିବା ଦୁଇଟି ଯୋଗ ରେଖାଖଣ୍ଡ କରୁଥିବା ରେଖାଖଣ୍ଡକୁ y ଅକ୍ଷ କେଉଁ ଅନୁପାତରେ ଅନ୍ତର୍ଭୁକ୍ତ କରିବ ଏବଂ ଉକ୍ତ ବିନ୍ଦୁର ସ୍ଥାନ, ପୁଣି y ଅକ୍ଷ ସେଟା କାଟିବ ରେ, ସେଟା ପୁଣି y ଅକ୍ଷ ତ y ଅକ୍ଷ କାଟିବ ତ x ସ୍ଥାନକ ଯିବ ମନେକ, আর ଯଦି y ଅକ୍ଷ କାଟିଦବ ଏମିତି କାଟ, ନହେଲେ ଏମିତି ଏମିତି କାଟିଦବ, y ଅକ୍ଷ କାଟିଦବ ଭଲ ତ, ଯେମିତି y ଅକ୍ଷ କାଟିଦବ ତ x ସ୍ଥାନକ ଯିବ, x ସ୍ଥାନ 0 ନବା ହେଲା, ତାହେଲେ x ସ୍ଥାନ 0 ନେଇ କରିବା, ତାହେଲେ କେମିତି କରିବା ଦେଖ, କିଛି ନାହିଁ ହେଲା। ତାହେଲେ ଯଦି ମନେକର ନୋଟଟା ବାହାର କହିଦେବା 21 ନମ୍ବର, ସବୁ ନୋଟ ଦେଇଦେଇ ପିଲାରେ, ସବୁ ତ ଛାଡ଼ିଦେବି, ଟିକେ ଡିଫିକଲ୍ଟ ଚାପ୍ଟର ତମକୁ ଟିକେ କହିଦେଇଛି, ତମକୁ କହିଦେବି ମାନେ ଟିକେ ସେଟା ଟିକେ ଇଏ ଅଛି ତ କଡ଼ମଡ଼ିଆ, ତମକୁ କ୍ଲିୟର କଷି ଦେଇଛି, ତମକୁ ଦେଇଦେବି, ଏଇଟା ନହେଲେ ବୁଝିପାରିବନି। ତାହେଲେ ଦେଇଛି 5 ଦେଇଛି 5 -6 ଗୋଟେ ବିନ୍ଦୁ -1 -4, x ଅକ୍ଷ ଛେଦ କରି ଅର୍ଥାତ x0 ହବ, ମନେକର y ଅକ୍ଷକୁ p ବିନ୍ଦୁରେ ଛେଦ କରୁଛି, କୋଉ m:n ଅନୁପାତରେ, ତାହେଲେ p ବିନ୍ଦୁର ସ୍ଥାନ କେତେ ହବ, p ବିନ୍ଦୁର ସ୍ଥାନ ହେଇଠି କହିଥିଲି, x ସ୍ଥାନାଙ୍କ ତାର y ସ୍ଥାନାଙ୍କ, ଏ ସ୍ଥାନ ସୂତ୍ର କହିଦେଇଛି, ଲେଖିଦେଇଛି m:2 n x1 m + n ଲେଖିଦେଇଛି, ଆଉ ତାହେଲେ ମୂଲ୍ୟ ପକେଇଦେଲ, ସବୁ ମୂଲ୍ୟ ପକେଇଦେଲେ ପିଲେ, ମୂଲ୍ୟ ପକେଇ ଦେଇଛି, ସରଳ କରିଦେଲ, ଆଉ ସରଳ କଲେ କଷି ଦେଇଛି ସବୁ, ହେଲେ m/n ବାହାରିଲା କେତେ 5/1, ତାହେଲେ କୋଉ ଅନୁପାତରେ ଅନ୍ତର୍ଭୁକ୍ତ କରିବ, 5:1 ରେ ଅନ୍ତର୍ଭୁକ୍ତ କରିବ ହେଲା, କ୍ଲିୟର। ତାପରେ କଣ ଦେଇଛି ନା ଛେଦ କରିବ, ତାପରେ y ର ସ୍ଥାନକ, ତାହେଲେ y ର ସ୍ଥାନ ପକେଇଦେ, ହେଇଠି ପକେଇ y ର ମୂଲ୍ୟ ପଡିଛି ପରା, ସବୁ ପକେଇଦ, ପକେଇ ଦେଇ କଲେ y ର ମୂଲ୍ୟ -13/3 ବାହାରିଲା, y ସ୍ଥାନର 0, ଆରେ x ଅକ୍ଷ y କୁ ଛେଦ କରୁଛି ବୋଲେ ସ୍ଥାନକ 0, x0, ଏଇଟା -13/3 ହେଲା, କହିଦେଇଛି, କ୍ଲିୟର, ସହଜ ସବୁ କରିଦେଇଛି। ଏ ଟିକେ ଟିକେ ଏଟା ପଡିଛି, ଟିକେ କଡ଼ମଡିଆ କିଛି ନାହିଁ ହେଲା। ଦେଖ ଏ ପିଲା ଏଇ ଯୋଉ ଅଙ୍କ ପୁଣି 22 ନମ୍ବର ଦେଖ, ଏକ ତ୍ରିଭୁଜର ଶୀର୍ଷ ବିନ୍ଦୁର ସ୍ଥାନ ଟି -2, ଏଇଠି ତିନିଟା ବିନ୍ଦୁ, ଏଇଟା ଧର, ଏଇଟା ବି ଏ ବିନ୍ଦୁ, ଏଇଟା ହେଲା ସି, ଏଇଟା t2 t+2 ଏଇଟା ହେଲା t+3 ଆଉ t, यार क्षेत्रफल टी ଉପରେ କିପରି ନିର୍ଭର କରେ ପଚାରିଛି, ଏଇ ଯୋଉ ପ୍ରଶ୍ନଟି ପଚାରିଛି ପିଲେ, ଆକୁ ଯଦି ତ୍ରିଭୁଜର କ୍ଷେତ୍ରଫଳ ସୂତ୍ର ବାହାର କରି ପକେଇବ ହେଲା, ତ୍ରିଭୁଜର କ୍ଷେତ୍ରଫଳ ବାହାର କର, ନୋଟଟା ବାହାର କର ଦେଖିବା, ପିଲେ ତ୍ରିଭୁଜର କ୍ଷେତ୍ରଫଳ ଜାଣିଛ, କହିଥିଲି ବାରମ୍ବାର, ହାଫ x1 ଏଇଟା ହଉଛି ତ୍ରିଭୁଜର କ୍ଷେତ୍ରଫଳ, ତାହେଲେ ମୂଲ୍ୟଟା ହେଇଠି, ଏଇଟା ହଉଛି x1, ଏଇଟା y1, ଏଇଟା x2, ଏଇଟା y2, ଏଇଟା x3, ଏଇଟା y3, ଖାଲି ମୂଲ୍ୟ ପକେଇଦେଲ, ମୂଲ୍ୟ ବାହାରିଲେ 4, ତାହେଲେ ତ୍ରିଭୁଜର କ୍ଷେତ୍ରଫଳ ବାହାରିଲେ 4, ତାହେଲେ ଆଉ ଟି ରହିଲା କି, ଟି ଉପରେ ନିର୍ଭର କଲାନି, ଆଉ ଟି କୁଆଡେ ଉଡିଗଲା, ଭ୍ୟାନିଶ କରିଗଲା, ତାହେଲେ ଟି ଉପରେ ନିର୍ଭର କଲା ନାହିଁ, ଉତ୍ତର ହବ ଟି ଉପରେ ନିର୍ଭରଶୀଳ ନୁହେଁ, ଉତ୍ତର ମନେ ହେଲା। ତାହେଲେ ଏତେ କଷିବାକୁ ଟାଇମ ଟିକେ ହେଇଯିବ ପିଲେ, ଟାଇମ ଟିକେ ହେଇଯିବ, ଯଦି ଟାଇମ ଟିକେ ହେଇଯିବ, ତାହେଲେ ଆଉ ଗୋଟେ ସୂତ୍ର, ସହଜ ସୂତ୍ର ଅଛି, ମନେକ ସର୍ଟକଟ ମେଥଡ ମୁଁ ବୁଝେଇ ଦେଇଛି, ଅରିଜିନ ସିଫ୍ଟ କରିବ, କଣ ନା ସବୁ ନେଇ ଆସିବ, ଧର ଏଇଟା 0 ଅରିଜିନ, ଏଟା ଏଇଟା ଆସ, ଧର 0 0 ହେଇଗଲା ହେଲା, ତାହେଲେ ଏଥିରୁ t+2 ରୁ ଇଏ ଟି ଫେଡିଦବ, କେତେ ହବ, ଆଉ 2 ରହିବ, ସେମିତି t+2 ରୁ t-2 ଫେଡିଦବ, କେତେ ରହିବ, 4 ରହିବ, ଆରେ ଫେଡି ଏତକ ମାଇନସ ଏତକ ମାଇନସ ଏତକ ହବ, ସେମିତି ଏଇଟାରୁ ଫେଡିବ ସେମିତି ଟି,
टी प्लस 3 ରୁ टी फेडिबो केते हबो 3 सेंती टी ରୁ टी माइनस 2 फेडिबो हबो 2 बी डैश सी डैश बाहरी पेला ता एरिया सूत्र उठे मन अछि ए होची सूत्र x1 y2 माइनस x2 y1 mod हाफ इन एति ताले पके देगी कले होती 4 ए 4 एल टी ऊपर पइलानी पुणी आउरी शॉर्टकट जदी एते कथा एते करिया दरकार नाही हैला मन रख एते करिया दरकार नहीं एते कसिला को डेरी हबो मन जदी सब पॉइंट गुडी को सेम वेरिएबल अछि सेम वेरिएबल सब टी अछि अरे जो आमे देखले तार हेटी एथरे टी टी अरे एथरे टी अछि एथरे टी अछि एथरे टी 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 सब थरे टी अछि जदी जदी सब पॉइंट गुडी को रे सेम वेरिएबल टी टी बा एक्स एक्स कि वाई वाई कि जेड जेड जाता था सेम रतबो शिफ्ट ओरिजिन करियो वेरिएबल रे भ्यानिश के वेरिएबल किछि वेरिएबल रहिबो नाही रहिबो नाही जले निर्भर करिवो नाही उत्तर क्लियर ताले हबो ऑप्शन 22 नंबर 12 हला तार 23 नंबर देखिबा 23 नंबर अछि कोन एक त्रिभुजर शीर्षबिंदु 0 माइनस 6 0 0 माइनस 8 0 हेले त्रिभुजर परिसीमा केते नाइलो देखो किछि नाही आकु कोन करिवा मु तुम गोटे आईडिया दउछि कोन करिया देखो एटा एक्स के जानिछो एक्स ओ एक्स डैश वाई ओ वाई डैश शीर्ष त्रय या गोटे 0 माइनस 6 ताले 0 माइनस 6 बोले 0 माइनस 6 बोले क्वाडी जीवो अरे एटा एक्स एटा वाई तळु को आसियो ताले एटा 6 ताले बिंदु ए धर ए बिंदु को बी धर ए बिंदु को सी धर ताले एटा ए हैला क्लियर बी बिंदु 0 0 ताले बी एटा 0 0 एटा हला बी बिंदु सी बिंदु कते -8 ताले एक्स अक्षर -8 बाट गले एठी -8 8 बाट गले वाई अक्षर क्वाडी जीवानी 0 ताले सेटा हैला ताले एटा सी बिंदु हैला ताले ए बी त्रिभुज जो गलो ए देखो ए बी त्रिभुज हो गला हैला ए बी त्रिभुज हो गला ताले त्रिभुज रे बाहुटी कते 6 ए बाहुटी कते 8 6 एटा समकोण त्रिभुज एटा 6 एटा 8 हेले एटा 10 6 र स्क्वायर 8 स्क्वायर 10 ताले परिसंख्या के दबो 6 जुक्त 8 8 6 14 जुक्त 10 24 क्वाड वाला 80 24 क्लियर तापर देखिबा 24 नंबर हैला 24 नंबर देखिबा कौन सहर दुर्घटना रे मृत्युवरण करुथा लोक संख्या 2023 रे 36 2023 रे मल्ले 36 2025 रे मल्ले 18 ताले मृत्यु हार शतटा केते ह्रास कमिछि केते केते कमिछि ना 36 थला 18 हला 36 थला हला 18 ताले 36 रे कमिला केते 36 ରୁ 18 18 कमिला 18 ए 18 नो 36 ରୁ 18 गले आ 18 रहिला 36 ରୁ कमिला केते 18 1 रे कमियो केते 18 बाई 36 100 रे कमियो शतकड़ा बजार शतकड़ा 100 रे कमियो केते गुणन 100 ताले 18 को 6 2 2 की सगले 50 50 शतकड़ा कमियो हैला क्लियर बुझिहला तापर हम देखिबा 25 नंबर प्रदूषण प्रमाणपत्र बिना गाड़ी चलाइले जोरिमाना प्रथम थर द्वितीय थर केतेटा अधिक किंबा केते मास अधिक जेल हबार प्रावधान अछि रहिछि हैला ताले 25 नंबर होउछि केते पिले ऑप्शन डी तो तमे बहिर लिखा हिछि आ मु कोन कहिबी 2000 टाका किंबा 1 मास जेल दबो हैला तापर आसिला 26 नंबर हैला कोन देई 26 नंबर देखिबा दिए एबीसी त्रिभुज रे बढ़िया बढ़िया प्रश्न देछि एबीसी त्रिभुज रे पिला कहले सारे बहुत डिफिकल्ट रे कसी दे हउनी कहले 4 सेट 5 1 2 सहज 4 5 सहज पिला गुठू आगुआ देखि जालेनी मु देखिया कुनी 4 5 सेट आ जांगे मु ए 3 ठीक कसी 1 2 करछि 3 ठीक पहुंची पिला कहले ये करिसेंती कमेंट करी कहिसेंती सारे 4 5 हम देखि जालेनी भाई सहज
ଏକ 2 ସହଜ 3ଟା ଆଦୌ ହଉନି। ମୁଁ କହିଲି ହଉ ନ ହଉଛି ସେଗୁଟା କରିଦବା ଆଉ କଣ, ତାହେଲେ ଠିକ ଅଛି ହେଲା। ହଉ ଏ ବି ସି ଡି ସମାନ୍ତର ବିସି, ଡି ସମାନ୍ତର ବିସି ଦେଇଛି ଏଡି 3, ଏଇ ତକ ଦେଇଛି 3, ଏଡି 3, ଡିବି ଦେଇଛି 2, ଏ ଡିବି ଦେଇଛି 2, ଇଏ 3 ଇଏ 2, ଏଇ ଦେଇଛି 4.5, ଏଇ ହେଇଛି ଏଇତକ ଏଇଠୁ ଏଇଟା ଦେଇଛି 4.5, 4.5 ଦେଇଛି, ଗଲା କଣ ହେଲା। ତାପରେ କଣ ପଚାର ଇସି କେତେ, ଇସି ହେଲେ ଏଇ ଖଣ୍ଡକୁ ପଚାରିଛି, କଣ ଅଛି ଏଥିରେ। ତାହେଲେ ଏତକ ବାଇ ଏତକ ସମାନ ଏତକ ବାଇ ଏତକ ସମାନ ହେଲେ ଜାଣିଛ, ଆସିବା ଲେଖିବ ତ କଣ ଲେଖିବ, ଏଡି ବାଇ ଡିବି, ଡିବି ଇକ୍ୱାଲ କେତେ ହବ ନା ଏଇଟା ଏଇ ବାଇ ସି, ଏଇ ବାଇ ଇସି। ତାହେଲେ ଏଡି ର ମୂଲ୍ୟ କେତେ 3, 3 ବାଇ ଡିବି ର ମୂଲ୍ୟ 2 ସମାନ ଏଇ ପଚାରିଛି, କଣ କାହାକୁ ପଚାରିଛି, ପଚାରିଛି ଇସି କେତେ। ହଉ ଏଇ ର ମୂଲ୍ୟ ଦେଇଛି 4.5, 4.5 ବାଇ ଇସି, ଆଉ କଣ ଆଇସି 3 ଇସି ଗଲେ ଏଇଟା କରିବ ଆଉ କଣ, ମତେ କଣ ହେଲା ଗୁଣିକିରି କରିବ, ଡାଇରେକ୍ଟ ବାହାରିଲା ଆଉ କେତେ ହେଇଥିବ 26 ନମ୍ବର ଉତ୍ତର ଯାହା ହେଇଥିବ ଆଉ। 26 ନମ୍ବର ଉତ୍ତର କେତେ ହବ, 26 ନମ୍ବର ଉତ୍ତର ହେଇଛି 3 ହେଇଛି, 3 ବି ରେ ଦେଇଛି 3, ଡି ରେ ଦେଇଛି 3, ଯୋଉଟା ଦେଖିକିରି କରିବ। ଆରେ ବୁଝିପାରିଲ, ହେଲା ତ କରିଦେଲି ଆଉ, ବୁଝେଇଦେଲି ଆଉ କଣ, କ୍ଲିୟର ଆଉ। ତାପରେ 27 ନମ୍ବର ଦେଖିବ ହେଲା, କଣ ଦେଇଛି ନା ଏବିସି ତ୍ରିଭୁଜ, ଦେଖ ବୁଝ ଭଲରେ, ଏବିସି ତ୍ରିଭୁଜ ଆଉ ପି କ୍ୟୁ ଆର ତ୍ରିଭୁଜ ସଦୃଶ, ଦିଟାକ ସଦୃଶ, ପି କ୍ୟୁ ଆର ତ୍ରିଭୁଜ ସଦୃଶ ଦିଟା ହେଲା। ଯେ ତ୍ରିଭୁଜ ଦିଟା ସଦୃଶ, ଏବିସି ର କ୍ଷେତ୍ରଫଳ 25, ପି କ୍ୟୁ ଆର କ୍ଷେତ୍ରଫଳ 16, ତାହେଲେ এবି ବାଇ ପି କ୍ୟୁ କେତେ, ଏତେ କଣ ଅଛି ସଦୃଶ ତ୍ରିଭୁଜ କ୍ଷେତ୍ରଫଳ ଅନୁପାତ ଅନୁରୂପ ଭାଗର ବର୍ଗାନୁପାତ ସମାନ, ତାହେଲେ ବାହୁଡିକ ତାର ବର୍ଗମୂଳ ହବ। ତାହେଲେ 25 ର ବର୍ଗମୂଳ କେତେ 5, 16 ବର୍ଗମୂଳ କେତେ 4, ତାର ଅପସନ ଡି 5/4 ହବ। ଆରେ ସଦୃଶ ତ୍ରିଭୁଜର କ୍ଷେତ୍ରଫଳ ର ଅନୁପାତ ତାର ବାହୁ ମାନଙ୍କର ବର୍ଗାନୁପାତ ସଙ୍ଗେ ସମାନ, এটা ସାଧାରଣ କଥା ଆଉ, ଜାଣିଛ ତ। ମୁଁ କ୍ଷେତ୍ରଫଳ ଦେଇଛି, ତାହେଲେ ସେ ବର୍ଗମୂଳ ଅନୁପାତ ହବ ଆଉ, ହେଲା। ତାପରେ ଦେଖିବା 25 ନମ୍ବର କଣ ଅଛି, 28 ନମ୍ବର, ଏବିସି ତ୍ରିଭୁଜରେ ଏବିସି କୋଣ 90 ଡିଗ୍ରୀ, ଏ ବି ସି ଏଇ କୋଣଟି କେତେ ଡିଗ୍ରୀ 90 ଡିଗ୍ରୀ ଦେଇଛି, ଗଲା ବିଡି ଲମ୍ବ ଏସି, ଏଇଟା ମନେ ରଖିଥ ସବୁବେଳେ, ଏଇଟା ପଡିବ ପରୀକ୍ଷାରେ। ବିଡି ଲମ୍ବ ଏସି ସମକୋଣୀ ତ୍ରିଭୁଜର ସମକୋଣରୁ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବ ଦେଇଛି, ଦେଇଥିଲେ 3ଟା କଥା ଆଖି ବୁଝିକି ମନେ ରଖିଥ, ସବୁବେଳେ କହିଦଉଛି। ସେ 3ଟା କଥା କହିଛି, ବାରମ୍ବାର ବୁଝିକି ମୋ ଭିଡିଓ ଦେଖିବ, ତମର ଯଦି ଉପକାର ଲାଗିବ ତେବେ ଦେଖିବ, ପାଇବ ସେତେବେଳେ ତା ମଧୁରୁ କଣ। ଦେଖ ଦେଇଥବ ମନେ ରଖିଥ ସବୁବେଳେ, ସମକୋଣୀ ତ୍ରିଭୁଜଟିଏ, ସମକୋଣୀରେ ସମକୋଣ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବଟି ଦେଇଥିବ, ଲମ୍ବ ଦେଇଥିଲେ କଣ ହବ ମନେ ରଖ, ଧର ଏ ବି ସି ମନେ ରଖ, ଏ ବି ତ୍ରିଭୁଜ ଏଟା ଲମ୍ବ ହେଲା ବିଡି, ତାହେଲେ ଏଇ এবି ର ସ୍କୋୟାର ହବ, ଖାଲି ମନେ ରଖ এবି ର ସ୍କୋୟାର, ଫାଷ୍ଟ ଗୋଟିଏ 3ଟା କଥା, এবି ର ସ୍କୋୟାର ହବ ଏଇ ଉପରତକ ଗୁଣନ ସବୁତକ, ଉପରତକ ହେଲା ଏଡି ଗୁଣନ ସବୁତକ ହେଲା ଏସି, ଏଟା ସି ଏସି, ପୁଣି এবି ର ସ୍କୋୟାର, ବିସି ର ସ୍କୋୟାର କଣ ହବ ନା ଏ ତଳ ଖଣ୍ଡକ ଗୁଣନ ସବୁତକ, ତାହେଲେ ବିସି ର ସ୍କୋୟାର ହବ କେତେ ପିଲେ ନା ତଳ ଖଣ୍ଡ ହେଲା ସିଡି, ସିଡି ଗୁଣନ ସବୁତକ, ସବୁତକ ହେଲା ସି ଏ ବା ସି, ପୁଣି এবି ର ସ୍କୋୟାର ଗଲା, ବିସି ର ସ୍କୋୟାର, ପୁଣି ଏଇ ସିଡି ର ସ୍କୋୟାର, ସିଡି ର ସ୍କୋୟାର ମନେ ରଖିଲେ କଣ, ଏ ସିଡି ଏଟା ବିଡି, ବିଡି ବିଡି ର ସ୍କୋୟାର, ବିଡି ର ସ୍କୋୟାର ହବ କେତେ ନା ଏ ଖଣ୍ଡକ ଗୁଣନ ଉପର ଖଣ୍ଡ ଗୁଣନ ତଳ ଖଣ୍ଡକ, ଏଡି ଗୁଣନ ସିଡି, ଆଉ ଏଇ ତକ ମନେ ରଖି ଯିବ, କହିଦେଲି ସବୁ। ହେଲା, ହେଲା ତାହେଲେ କଣ କହିଛି, କହିଛି ଏ ବି ସ୍କୋୟାର ବାଇ ବିସି ସ୍କୋୟାର ପ୍ରତ୍ୟେକ,
এবি স্কোয়ার বাই বি স্কোয়ার, এবি স্কোয়ার ଏନା କହିଲି এবি ସ୍କୋୟାର କେତେ ହବ? এবি ସ୍କୋୟାର ହବ ଏଡି ତକ ଗୁଣନ ଏସି ତ ଟୋଟାଲି, ତାହେଲେ এবি ସ୍କୋୟାର ହବ କେତେ ନା ଏଡି ଗୁଣନ ଏସି ପୁରା ବାଇ ବିସି ସ୍କୋୟାର, ବାଇ ବିସି ସ୍କୋୟାର, ବିସି ସ୍କୋୟାର କେତେ ହବ ନା ବିସି ସ୍କୋୟାର ହବ ସିଡି ଗୁଣନ ଏସି, ତାହେଲେ ସିଡି ଗୁଣନ ଏସି, ତାହେଲେ ଏସି ଏସି ଗଲା, ଏଡି ବାଇ ସିଡି ଯୋଉଠି ଦବୁ ତୋର ହବ, ଏଡି ବାଇ ସିଡି କୋଉଠି ଅଛି? ଏଇଠି ଏଡି ବାଇ ସିଡି କାହିଁ? এইটি এডি বাই সিডি এইটি, এডি বাই সিডি এইটি ଅଛି, অপশন এ রে ଅଛି, তাহলে অপশন এ ঠিক হବ। ক্লিয়ার? অপশন এ ঠিক হବ ହେଲା। ତାପରେ 29 ନମ୍ବର ହେଲା, 29 ନମ୍ବର ଦେଖିବା କଣ କରିଛି। ଏବିସି ତ୍ରିଭୁଜ ଆଉ ପିକ୍ୟୁଆର ତ୍ରିଭୁଜ ଦିଟା ସଦୃଶ। ହଉ ବୁଝ କଣ ଦେଇଛି, ଏବିସି ତ୍ରିଭୁଜ ଆଉ ପିକ୍ୟୁଆର ତ୍ରିଭୁଜ, ପିକ୍ୟୁଆର ତ୍ରିଭୁଜ ସଦୃଶ। ଏ କୋଣ ଦେଇଛି 32, ହଉ ଏ କୋଣ ଦେଇଛି 32, ଆର କୋଣ ଦେଇଛି, ଆର କୋଣ ଦେଇଛି 65, ଆର କୋଣ ଦେଇଛି 65, ପଚାରିଛି ବି କୋଣ କେତେ, ଏଥିରେ କଣ ଅଛି କି ରେ? ତାହେଲେ ଆର 65 ଦେଲେ ଏଇ ବି 65 ହବ, ଇଏ ବି 65 ହବ, ତାହେଲେ 65 ରେ 32 ମିଶେଇ ଦିଅ, 180 ରୁ ଫେଡି ଦିଅ ଆଉ। 65 ରେ 32 ମିଶେଇଲେ କେତେ ହେଲା? 65 ରେ 32 ମିଶେଇଲେ 2 2 4 6 3 94 ହେଲା ନାଇଁ। 65 ରେ 65 ମୁଁ 62 ଲେଖିଲି, 65 65 ରେ 32, 5 2 7 ଆଉ 6 3 9 97, ତାହେଲେ 180 ରୁ 97 ବେଳେ 83 ହଉଥିବ। ଅପସନ ଏ 29 ଅପସନ ଏ ହେଲା, 29 ଅପସନ ଏ। କ୍ଲିୟର? ବୁଝିଲା? ତାପରେ 30 ନମ୍ବର, ସେ କେମିତି କରିଛି ତମକୁ, ସେ ପକେଇଛି ଅଳିଆରେ, ଅଳିଆରେ ପକେଇଛି, ଦେଖିବ କଣ ପକେଇଛି, ଏଇଠି ଏଇ ନମ୍ବରରେ ବାହାରିବ। 30 ନମ୍ବର ଦେଖ, ସେ ଲେଖିଛି ଏବିସିଡି ଚତୁର୍ଭୁଜରେ, ଦେଖ ଏଇ ଚିତ୍ର ଦେଖୁଛ, ମୁଁ କରିଦଉଛି ଆଉଥରେ ମୁଁ କରିଦଉଛି। ଏ କୁଆଡେ ଦେଇଛି, ଯୁଆଡେ ଦେଇଛି ସିଆଡେ ଦବ ପୁଟେରେ ବାପା, ଏ বি সি ডি চতুর্ভুজ, বি কোণ এটা ডি, বি কোণ সমদ্বিখণ্ডক ଆଉ ডি কোণ ସମଦ୍ୱିଖଣ୍ଡକ, ଏ କୋଣର ସମଦ୍ୱିଖଣ୍ଡ ପୁଣି ସେ ଏସକୁ ଗୋଟିଏ ବିନ୍ଦୁ ସେ କରୁଛନ୍ତି, କେମିତି କହିଛି ଏ କୋଣ ସମଦ୍ୱିଖଣ୍ଡକ, ୟାକୁ ଇ ବିନ୍ଦୁରେ, ଏ ବି ସେଇ ବିନ୍ଦୁରେ, ତାହେଲେ ଗୋଟିଏ ବିନ୍ଦୁରେ ଛେଦ କରୁଛ, କୋଣକୁ ତାକୁ ସମଦ୍ୱିଖଣ୍ଡ କରିବ, କାହାକୁ? କର୍ଣ୍ଣକୁ। ହଉ ଦେଖିବା ସେ କଥା ଆଗେ କଣ ଦେଇଛି। ତେବେ এবি ବାଇ ବିସି ପଚାରିଛି, କଣ ପଚାରିଛି? এবি ବାଇ ବିସି କେତେ, এবি ବାଇ ବିସି କେତେ ହେଲା। ତାହେଲେ এবি ବାଇ ବିସି ଦେଖିବା। ହରି ପିଲେ ୟାର ଟିକେ ଲେଖ, ଆଗେ ଦେଖ ବୁଝେଇ ଦଉଛି ଟିକେ ଭଲ ଭାବରେ। ଏବିସି ତ୍ରିଭୁଜ ଉପାଦେୟ ପଢା ହେଇଛି ତମର, ଯୋଉ କୋଣ ଯେକୌଣସି କୋଣ ସମଦ୍ୱିଖଣ୍ଡକ ଆଣ, ଭୂମିକୁ ବାହୁମାନଙ୍କ ଅନୁପାତରେ ଅନ୍ତର୍ଗତ କରିବାକୁ କୁହାଯାଇଛି। ଏଠି ଏ କୋଣର ସମଦ୍ୱିଖଣ୍ଡକ ଆଇଲା, ଏ କୋଣ ଯେତିକି, ଏ କୋଣ ସେତିକି, ଏଟା ଡି ବିନ୍ଦୁରେ, ତାହେଲେ এবি ବାଇ ଏସି କଲ ବିଡି ବାଇ ডিসি, ଜାଣିଛ ପଢା ହେଇଛି, ଜାଣିଛ ନା ନାଇଁ? ଯେ ଯୋଉ କୋଣ ଏପଟୁ ଯାଇଥିଲେ ସେ ହେଇଥାନ୍ତା, ତାହେଲେ এবি ବାଇ ଏସି ଏ କୋଣ ସମଦ୍ୱିଖଣ୍ଡକ, ତାହେଲେ ବିସି କୁ ଡି ବିନ୍ଦୁ ଛେଦ କରୁଛି, ତାହେଲେ এবি ବାଇ ଏସି ହବ ବିଡି ବାଇ ডিসি। ସେମିତି ଦେଖିଲା ପିଲେ, ଏଇ ତଳକୁ ଟିକେ ଅନେଇଲ, ସେଇଠି ଏ ତ୍ରିଭୁଜ, ଏଇଟା ସମଦ୍ୱିଖଣ୍ଡ ଯାଇଛି ନା, ତାହେଲେ এবি ବାଇ ବିସି କେତେ ହବ? ଆରେ ଏତକ ବାଇ ଏତକ କେତେ ହବ? ନା ଏତକ ଏତକ ହବ, ଆମେ ଲେଖିଦବା ସିଏ ଲେଖିଦବା, କଣ ଲେଖିଦବା, ତାହେଲେ ଏଇ ଗୋଟା କହୁଛି, ଏଇଟା ତ କୋଣକୁ ସମଦ୍ୱିଖଣ୍ଡ କରିଛି, ଏଇଟାକୁ ସମଦ୍ୱିଖଣ୍ଡ କରିଛି ନା, ଏ କୋଣକୁ ସମଦ୍ୱିଖଣ୍ଡ ଏଇଟା କରିଛି, ତାହେଲେ ଲେଖିବା এবି ବାଇ ବିସି। ଦେଖ କଣ, এবি ବାଇ ବିସି ଏଗୁଡ଼ା କେତେ ହବ ନା ଏଇ ବାଇ ସି, ଆଉ ଏଇ ବାଇ ସି, କିଛି ନାହିଁ ଏଥିରେ ହେଲା। ପୁଣି ଟିକେ ସେପଟୁ ଦେଖିଦବା, ଏପଟୁ ଇଏ କୋଣ ସମଦ୍ୱିଖଣ୍ଡ କରିଛି, ତାହେଲେ କହ ଏଡି ବାଇ ଏସି କେତେ ହବ ନା ଏଇ ବାଇ ସି ହବ ନା ନାଇଁ? ଏ କୋଣ ସମଦ୍ୱିଖଣ୍ଡ କରିଛି ପରା, ସେ କଣ ହବ? ଏଡି ବାଇ ডিসি,
କଲେ କେତେ ହବ ନା ସେ ଏଇ ବାଇ ଇସି ହବ ଆଉ କଣ ଏଇ ବାଇ ଇସି ହେଲା କ୍ଲିୟର ତାହେଲେ ଦେଖିଲ ପିଲେ এইটা তো এই বাই ইসি এ ডাହାଣ ପଟ ସମାନ ବାମ ପଟ ସମାନ ହେଇଯିବ ନା ହେଇଯିବ ତାହେଲେ এবি ବାଇ ବିସି এবି ବାଇ ବିସି କେତେ ହବ ନା ଏଡି ବାଇ ସିଡି କୋଉଠି ଅଛି ଏଡି ବାଇ ସିଡି ଯୋଉଠି ହବ ସେଇଠି ଏଡି ବାଇ ସିଡି ଏଇଠି ଅଛି ଡି ଅପସନ କ୍ଲିୟର ହେଲା ତାପରେ ତାପରେ କଣ ଯିବା କୁଆଡେ ତା ପାଖର ଦେବି ତମକୁ ଆଗକୁ ନୋଟ କରିଦେବି ବୁଝିପାରିବନି ଲେଖିଛବୁ ଲେଖିଦେବି ଦେବି ଏଇଟାକୁ ଏଇଟା ଟିକେ ଆରଟା କହିଦଉଥିଲେ ଟିକେ ଡିଫିକଲ୍ଟ ଅଛି ତ ତେଣୁ କହିଦବ କିଛି ଡିଫିକଲ୍ଟ ନାହିଁ କିଛି ଡିଫିକଲ୍ଟ ନାହିଁ ମୁଁ ଦେଖ ଦେଖ ଏକ ବୃତ୍ତରେ ଏବିସିଡି ହେଇଠି ଦେଖ এবি এবି କୁଆଡେ ଗଲା କିରି ହେଇଠି এবି এবି ସିଡି ଦିଟା ଯା ହେଇଠି এবି ଗୋଟେ ଯା ଦେଖୁଛ ନା ନାଇଁ ଏଠି ସିଡି ଗୋଟେ ଯା ଦିଟା ଯା ପରସ୍ପର ପି ବିନ୍ଦୁ ରେଖା ଠିକ ଅଛନ୍ତି ତେବେ ନିମ୍ନ ତଥ୍ୟରୁ କୋଉଟା ଠିକ ବୋଲି କହିବା ହେଲା ହଉ ଦେଖିବା କୋଉଟା ଠିକ ହଉଛି ଇଏ ଯାହା ଲେଖିଛି ସେ ଯାହା ଲେଖିଛି ତମେ କରିବ ମୁଁ ଆଉ କରିବିନି ମୁଁ ଖାଲି ତମକୁ କହିଦଉଛି କେମିତି ତ୍ରିଭୁଜର ସଦୃଶ କେତେବେଳେ ହନ୍ତି ଗୋଟାକର ତିନି କୋଣ ଆଉ ଗୋଟାକର ତିନି କୋଣ ସହିତ ସମାନ ହେଲେ ଆଉ ଦ୍ୱିତୀୟ ପଏଣ୍ଟ ଯଦି ବାହୁ ଗୁଡିକ ସମାନୁପାତି ହେବେ ହବ ମାନେ ତୃତୀୟ ପଏଣ୍ଟ ଦୁଇ ବାହୁ ସମାନୁପାତେ ତା ଅନ୍ତର୍ଗତ କୋଣ ସମାନ ହେଇଥିବ ମନେ ରଖ ବୁଝେଇଛି ମୁଁ କ୍ଲିୟର ଆକୁ ବୁଝେଇଛି ମୁଁ ଇଏ କ୍ଲିୟର ବୁଝେଇଛି ଚିତ୍ର କାଟି ବୁଝେଇଛି ଆଉ ଏଠି କରିବାକୁ ସମୟ ନାହିଁ ତାହେଲେ ତିନିଟା କାରଣ ତାହେଲେ ଦେଖିବା ଆମେ ଦେଖିବ ପିଲେ ଇ ଦେଖ ଭଲ ଭାବରେ ବୁଝ ନହେଲେ କମିଟି ସାର୍ ଜଣେ ସାର୍ ବୁଝିପାରିଲିନି କଣ ଏମିତି ବୁଝେଇଦେଲେ ଦେଖ ଏଇ ଯୋଉ ଟିକ ଚିହ୍ନ ଦେଲି ସେ ନାଁ ଲେଖି ଦଉଛି ଗୋଟେ ହଉଛି କଣ ପିଲେ ଧର ଏଡିପି ଗୋଟେ ତ୍ରିଭୁଜ ଏଡିପି ଆଉ ତାର ସିବିପି ଗୋଟେ ତ୍ରିଭୁଜ ସିବିପି ଦେଖିଲ ତାହେଲେ ଏଇ ତ୍ରିଭୁଜଟି ଏଇ ତ୍ରିଭୁଜଟି ଦେଖିଲ ଏଇ ଦିଟା ତ୍ରିଭୁଜ ତମେ କଣ ଦେଖୁଛ ଏଇ ଦିଟା ତ୍ରିଭୁଜରେ କଣ ଦେଖା ହଉଛି ନା ମୁଁ ତମକୁ କହିଦଉଛି ପିଲେ ଆରେ ଏଇ କୋଣଟା କଣ ଏଇ କୋଣ ସହିତ ସମାନ ହବ କାହିଁକି ପ୍ରତିଭୁ କୋଣ ଆଉ ଦିଟା ସଳା ଛେଦ କରୁছে ପରସ୍ପର ପ୍ରତିଭୁ କୋଣ ସମାନ ଅନୁଜ କୋଣ ତାହେଲେ ଏଇଟା ନିଶ୍ଚିତ ଏଇଟା ସହିତ ସମାନ ହବ କ୍ଲିୟର ଆଉ ଟିକେ ଦେଖିଲ ଏଇ ଏସି ଚାପ ଉପରେ ଆରେ ଏଇଟା ପରିଦିଷ୍ଟ କୋଣ ସେଇ ଏଚି ଚାପରେ ଏଇଟା ପରିଦିଷ୍ଟ କୋଣ ହଁ ଏକା ଚାପରେ ପରିଦିଷ୍ଟ କୋଣ ମାନେ ସମାନ ତାହେଲେ ଏ କୋଣ ଯେତିକି ଏ କୋଣ ସେତିକି ହେଇଗଲା ଆଉ ଦିଟା କୋଣ ସମାନ ହେଲେ ତୃତୀୟ କୋଣ ସମାନ ହେଇଯିବ ନହେଲେ ଏଠି ସେପଟୁ ବି ଆଇଲେ ହବ ସିଆଡୁ ଏଠି ଏ ଚାପ ଉପରେ ଏଠି ଏ କୋଣ ଆଉ ତିନି କୋଣ ସମାନ ହେଲେ ତ୍ରିଭୁଜ କଣ ହେଇଯିବେ ଆଉ ସଦୃଶ ହେଇଯିବ ଆଉ କୋଉ ତ୍ରିଭୁଜ ସଦୃଶ ତମେ ବାଛିକି ଲେଖିବ ମୁଁ ଆଉ କହିବା ନାହିଁ ଯେତେବେଳେ ଦେଖିବ ତମେ କରିବ କୋଉଟା ହଉଛି କଣ ଦେଖ 35 ନମ୍ବର ଇଏ ଟିକେ ଦେଇଛି ପୁଣି ଇଏ ଗୋଟେ କମକାଣ୍ଡୁ ଜିନିଷ କଣ ନା ବିସିଡି ଦେଖ ଏଇଟା ଗୋଟେ ବର୍ଗଚିତ୍ର ଦେଖ ବୁଝ ଭଲ କିଛି ନାହିଁ ଏଥିରେ ଏଇଟା ଗୋଟେ ବର୍ଗଚିତ୍ର ଆରେ ଏଇ ଯୋଉ ବାହୁଟା ବର୍ଗଚିତ୍ର ଗୋଟେ ତ୍ରିଭୁଜର ବାହୁ ଏଇଠି ତ୍ରିଭୁଜର ବାହୁ ପୁଣି ଜିଆ କେତେ କଥା ସିଏ ଏଇଟା ଏଇ ବିସିଟା ବୃତ୍ତର ଜିଆ ଏବିସି ତ୍ରିଭୁଜର ଗୋଟେ ବାହୁ ପୁଣି ବର୍ଗଚିତ୍ର ମଧ୍ୟ ଏ ବର୍ଗଚିତ୍ର ମଧ୍ୟ ଗୋଟେ ବାହୁ ବିସି ଉପରେ ବେଶୀ ଗୁରୁତ୍ୱ ଅଛି କ୍ଲିୟର ଓ ବୃତ୍ତର କେନ୍ଦ୍ର କ୍ଲିୟର ଦେଇଛି ବର୍ଗ କ୍ଷେତ୍ରର କ୍ଷେତ୍ରଫଳ 48 ଏଇ ଯୋଉ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଦେଇଛି 48 ଆରେ ପିଲା ବର୍ଗକ୍ଷେତ୍ର କ୍ଷେତ୍ରଫଳ ଜାଣିଛ ବର୍ଗକ୍ଷେତ୍ର ବାହୁର ବର୍ଗ ଜାଣିଛ ନା ନାଇଁ ବର୍ଗକ୍ଷେତ୍ର ହଉଛି ବାହୁର ବର୍ଗ ଏର ସ୍କୋୟାର ଇକ୍ୱାଲ 48 ତାହେଲେ ବାହୁ ଆସିପାରିବ କେମିତି ହବ ଏ କେତେ ବାହାରି ପିଲେ 16 ତିରିକି 48 16 ତିରିକି 48 16 ବର୍ଗମୂଳ 4 3 ବର୍ଗମୂଳ √3 ତାହେଲେ 4√3 କେତେ ହେଲା 4√3 ବାହୁ କେତେ ବାହାରି ପଡିଲା 4√3 ମୁଁ ଚିତ୍ର ଟିକେ ଲିଭେଇ ଦଉଛି ବର୍ଗକ୍ଷେତ୍ର କ୍ଷେତ୍ରଫଳ ଦେଇଥିଲା ପରା 48 ତାହେଲେ ବାହୁର ବର୍ଗ ଏ ହେଲା 4√3 ବାହାରିଲା ଆଉ ମୁଁ ଲିଭେଇ ଦଉଛି କାହିଁକି କହିଲ ଟିକେ ତମର କ୍ଲବଜି ହେଇଛି ଚିତ୍ର ବୁଝେଇଦେଲି ତାହେଲେ ବାହୁ ବାହାର କରିଦେଲି କେମିତି 4√3 ମନେ ହେଲା ତାହେଲେ ବାହୁ ବାହାରି ହେଲା 4√3 ତାହେଲେ ବାହୁ ହଉଛି ଏଇ 4√3 ସବୁ ସମାନ ତ ବର୍ଗକ୍ଷେତ୍ର ତାହେଲେ ଏଇଟା ହଉଛି 4√3 ଟିକେ ଲେଖିଲି ଏଠି 4 କଲମ ଚାଲୁଛି ମୋ ହାତରେ ଆଉ 4√3 ହେଲା 4√3 ପୁଣି କଣ କହିଛି ବୃତ୍ତର ବ୍ୟାସାର୍ଦ୍ଧ 4 ଏଇଠି କେନ୍ଦ୍ର ଏଇଟା ତାହେଲେ ତାକୁ ଯୋଉ କରିଦିଅ ତାହେଲେ ଓ ବି ବ୍ୟାସାର୍ଦ୍ଧ ନାନି
ଆରେ ଯଦି ଓ କୁ ସି କି ଯୋଗ କରି ଏଇଟା କଣ ବ୍ୟାସାର୍ଧ ହବ? ହବ। ଯଦି ଏ ବ୍ୟାସାର୍ଧ ହବ, ଏଇଠି ଦେଇଛି 4, ଏଇଠି ଦେଇଛି 4, ଏଇଠି ବି 4। ଆରେ ଇଏ 4 ଦେଖ, ଇଆଡ ନା ଚିତ୍ରୁକୋଣ ଆଗରୁ ଇଏ 4, ଏଇଟା 4 √3 ଦେଇଛି 16 ହଁ 4 √3, 4 √3। ତାହେଲେ ଏଇଟା 4, ଏଇଟା 4। ହଁ ଏଇଠି ଟିକେ ପୁରେଇଛି କମ କାଣ୍ଡ ବାବା। ହଁ ହଉ ହଉ, ଇଏ 4, ଇଏ 4, ହଉ ହଉ। ହଁ ସିଆଡେ ଏଇଟା ଲାଗିବନି, ମୁଁ ସିଆଡେ ସମକୋଣୀ ତ୍ରିଭୁଜକୁ ନେଇ ଯାଉଥିଲି, ସମଦ୍ୱିବାହୁ ହବନି, ସେଇଟା ଲାଗିବନି ରେ, ଏ ଲାଗିବନି, ପୁଣି ଲାଗିବ କଣ ଦେଖ। ହଉ ଆମେ କଣ କରିବା, ଆମେ ଟିକେ ଦେଖିବା ପିଲେ। ମୁଁ ଇଏ 4, ଏଇଟା 4, ଏଇଟା 4 ନା ନାଇଁ? ଆଉ ବ୍ୟାସାର୍ଧ ସମାନ ବ୍ୟାସାର୍ଧ 4 ଦେଇଛି। ମୁଁ ଯଦି ଏଇଠି ୟା ଉପରକୁ ଲମ୍ବଟିଏ କରିଦେବି, କେନ୍ଦ୍ରରୁ ଲମ୍ବ କରିଦେବି, ତା ନାଁ ଦେଇଦେଇ ଏମ, ଏ ନା ଏମ ଦେଲି, ମଝିଟା ଦେଲି ଏମ, ଚିତ୍ରଟାକୁ ୟାଡେ ନେଇଯାଉଛି, ଏଇଟା ଓ, ଏଇଟା ବି, ଏଇଟା ସି, ଏଇଟା 4, OB 4, OB 4, OC 4, ଏଇଟା 4। ତାହେଲେ ଏଇଟା ତ 4 √3, BC ଏଇଠି 4 √3 ଦେଇଛି। ମୁଁ ଏଇଠୁ ଲମ୍ବ ଟାଣିଦେବି। ଲମ୍ବ ଟାଣିଲେ ଯାହାକୁ ସମଦ୍ୱିଖଣ୍ଡ କରିବା ଜାଣିଛ, ତାହେଲେ ଏ ଖଣ୍ଡ କେତେ ହବ? 2 √3। ଏ ଖଣ୍ଡକ ହବ 2 √3। 4 √3 ଟା ପରା ଅଛି ଟୋଟାଲ ଟା, 4 √3, ଏଇଟା 2 √3। ତାହେଲେ ଏଇଟା 4, ଏଇଟା 2 √3, ଏଇଟା କଣ ଦେଇଥିଲା? BAC ର କୋଣ ପରିମାଣ। ହଉ ହଁ, BAC କୋଣ ପରିମାଣ। ତାହେଲେ 4, ଏଇଟା 4, ଏଇଟା ହେଲା କେତେ? ହଁ ଏଇ କୋଣ କୋଉ କୋଣ ପଚାରିছে ବାବା? ଏଇ କୋଣ ପଚାର, ହଁ ପଚାରୁ। ଆମେ ଏଇ କୋଣ ଆଗେ ବାହାର କର, ଏଇ ମଝି କୋଣଟା ବାହାର କରିବା, ଏଇ କୋଣଟା ଆଗେ, ଏଇ କୋଣଟା ବାହାର କରିବା। ତାହେଲେ ଆଉ ଟିକେ ଲିଭେଇ ଦଉଛି, ଆଉ ଟିକେ ଭଲ ଭାବରେ ଦେଖ, ଏଇଟା 4, ଇଏ ବି 4, ଇଏ 4 √3 ଥିଲା, ଅଧା ହେଲା, ଏଇଟା 2 √3 ହେଲା, ଏଇଟା 2 √3 ହେଲା। ଏଇ ଚିତ୍ରକୁ କାଟିକି ଆଉ ଟିକେ ଲିଭେଇ ଦଉଛି, ବାକି କରିଦଉଛି। କିଛି ନାହିଁ। ଏଇଟା ଓ, ଏଇଠି ଏଇ ଚିତ୍ରଟା ଓ, ଏଇଟା ବି, ଏଇଟା ସି, ଏଇଟା କଲି ହେଲା, ଏଇଟା ଏମ ଧରି ଦେଇଛି, ଏଇଟା ତ 2 √3, ଏତକ ହେଇଛି, ଏତକ ହେଇଛି 4। ହଁ ହଉ, ତାହେଲେ ପିଲେ ଦେଖିବା ଟିକେ ଏଇ କୋଣଟା, ଏଇଟା କର୍ଣ୍ଣ 90 ଡିଗ୍ରୀ, ଏଇଟା 90 ଡିଗ୍ରୀ, ଏଇଟା କର୍ଣ୍ଣ। ମୁଁ ଯଦି ୟାର ସାଇନ ନେବି, ତାହେଲେ ସମ୍ମୁଖୀନ ବାହୁ ଏଇ କର୍ଣ୍ଣ ସାଇନ, ଜାଣିଛ ସମ୍ମୁଖୀନ ଏଇ କୋଣ, ଏଇ କୋଣ ମାରୁଛି ସମ୍ମୁଖୀନ ଏଇ କର୍ଣ୍ଣ। ତାହେଲେ ସମୁଖୀନ କେତେ ହବ? 2 √3 ବାଇ କର୍ଣ୍ଣ 4, ଆଉ କର୍ଣ୍ଣଟା 4, ତାହେଲେ 2 କି 4 କଲେ କେତେ ହବ? √3/2 ହବ। ଏଇ କୋଣ ସାଇନ ନେଲି, ତାହେଲେ ସାଇନ କେତେ? √3/2 ନା ସାଇନ 60, ସାଇନ 60 √3/2, ତାହେଲେ ଏଇଟା 60 ହେଲାନି, √3/2 ହେଲା ସାଇନ 60 ପରା। ତାହେଲେ ଏଇଟା ଏଇଟା 60 ଡିଗ୍ରୀ, ତାହେଲେ ଏଇଠି 60 ହେଲେ ଏଇଠି କେତେ ହବ? 60। କଣ ଏପଟେ ହେଲେ ବି ସେ ହେଇନଥାନ୍ତା? ଏଇଟା 4, ଏଇଟା 2 √3, ଏଇଟା ବି ସେ ଧରିଥିଲେ ହେଇଥାନ୍ତା। ତାହେଲେ ଇଏ ବି 60, ତାହେଲେ ଇଏ 60, ଇଏ 60, ତାହେଲେ ଏ କୋଣଟି କେତେ ହେଲା? 120। ତାହେଲେ ଏଇ ମଝି କୋଣଟି କେତେ ହେଲା? 120। ମଝି କୋଣ ବାହାର କରୁଛି, ଏଇଠି ହେଲା କେତେ? 120। ଲିଭେଇ ଦେଲି, ଏଥର ଲିଭେଇ ଦେଲି। ଏଇ କୋଣଟି କେତେ ହେଲା? 120। ଏଇ କୋଣରେ କେନ୍ଦ୍ରସ୍ଥ କୋଣ ପରିଦୃଷ୍ଟ କୋଣ ଦ୍ୱିଗୁଣ, ତାହେଲେ ଏଇଠି କେତେ ହବ? 60। କେତେ ହବ? 60। ଏଇଟା କେନ୍ଦ୍ରସ୍ଥ କୋଣ, ଏଇଟା ପରିଦୃଷ୍ଟ କୋଣ, ଏଇ ଚାପ ଉପରେ, କୋଉ ବିସି ଚାପ ଉପରେ, ବିସି ଚାପ ଉପରେ ଏଇଟା ହଉଛି କେନ୍ଦ୍ରସ୍ଥ କୋଣ, ସେଇ ବିସି ଚାପରେ ଏଇଟା ହଉଛି ପରିଦୃଷ୍ଟ କୋଣ। କେନ୍ଦ୍ରସ୍ଥ କୋଣ ପରିଦୃଷ୍ଟ କୋଣ ଦ୍ୱିଗୁଣ। ତାହେଲେ ଏଇଟା 120 ହେଲା, ଏଇଟା 60। କ୍ଲିୟର? 60 ଯୋଉଠି ତମ ମାରିଦବ, ବୁଝିଗଲା। ତାପରେ ଚାଲ, ଇଏ ପୁଣି କଣ ଅଛି ଦେଖ, 33 ନମ୍ବର। ଏଇ ଯୋଉ ଚିତ୍ର ଦେଖୁଛ ପିଲା, କିଛି ନାହିଁ ମୁଁ, ଏ କୋଣ 65 ଡିଗ୍ରୀ, ଏଇ କୋଣଟି କେତେ ଡିଗ୍ରୀ? 65 ଡିଗ୍ରୀ। ଲେଖିଦେଇ 65, ଲେଖିଦଉଛି 65। ବି କୋଣ କେତେ? 3x - ଏଇଠି ବି କୋଣ ହଉଛି କେତେ? 3x - 17। ଆଉ କଣ DEF, ଏଇ କୋଣ, DF କୁଆଡେ ଗଲା? ଏଇତକରେ ଏଇତକ DF 4x + 3 ହେଲା। ତାହେଲେ କଣ ପଚାରୁଛି? x ର ମୂଲ୍ୟ କେତେ? ହଉ,
x ମୂଲ୍ୟ କେତେ ଦେଖିବା କିଛି ନାହିଁ ପିଲେ ମୁଁ ତମକୁ ଗୋଟେ ଚିତ୍ର କରୁଛି ମତେ କହ D C E F ଏଇଟା ଗୋଟେ ବୈଶିଷ୍ଟ୍ୟ କୋଣ କୋଉ ତ୍ରିଭୁଜର ଏଇ ଡି ଏଇ ତ୍ରିଭୁଜର ଏଇଟା ବୈଶିଷ୍ଟ୍ୟ କୋଣ ଅନ୍ତରସ୍ଥ ଦୂରବର୍ତ୍ତୀ କୋଣ ଦ୍ୱାରା ସମଷ୍ଟି ସମାନ ଜାଣିଛ ନା ନାଇଁ ତା ସମୟ ତାହେଲେ ଏକ କୋଣ ଯୁକ୍ତ ଏକ କୋଣ ସମାନ ଏକ କୋଣ ହବ ନା ନାଇଁ ଆରେ ଏକ କୋଣ ଯୁକ୍ତ ଏକ କୋଣ ସମାନ ଏକ କୋଣ ହବ ନା ନାଇଁ ବୈଶିଷ୍ଟ୍ୟ କୋଣ ଅନ୍ତରସ୍ଥ ଦୂରବର୍ତ୍ତୀ କୋଣ ଦ୍ୱାରା ସମଷ୍ଟି ସମାନ ତାହେଲେ କୋଣ ହେଲା ଏ କୋଣଟା ଏ କୋଣ ଏଇ ଦେଖ ଏଇଠି 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 ଏଇ ଯୋଉ ଏ ତ୍ରିଭୁଜ ଏଇ ବଡ ତ୍ରିଭୁଜ ଏଇଟା ବୈଶିଷ୍ଟ୍ୟ ବାହୁ ତାହେଲେ ବୈଶିଷ୍ଟ୍ୟ କୋଣ ଅନ୍ତରସ୍ଥ ଦୂରବର୍ତ୍ତୀ କୋଣ ସଙ୍ଗେ ସମାନ ହବ ନା ନାଇଁ ଏକ କୋଣ ଯୁକ୍ତ ଏକ କୋଣ ସମାନ ଏକ କୋଣ ହବ ତାହେଲେ ସେଇଆ ଲେଖିଦବା 65 ଯୁକ୍ତ କେତେ 3x ମାଇନସ 17 3x ମାଇନସ 17 ସମାନେ 4x ପ୍ଲସ 3 x ଯିଏ ସମାଧାନ ନ କରିପାରିଲେ ମୁଁ ଆଉ କାହିଁ ଅଙ୍କ ବୁଝେଇବି x ମୂଲ୍ୟ କେତେ ବାହାର କରିବା ଲେଖିଦେଲି 65 ଯୁକ୍ତ 3x ମାଇନସ 17 ଇକ୍ୱାଲ 4x ପ୍ଲସ 3 x ର ମୂଲ୍ୟ ବାହାର କରି ଲେଖିବ ମୁଁ ଗଲି ଯାହା ଯୋଉ ଉତ୍ତର ହେଇଥିବ ତ ମତେ ହେଲା 33 ନମ୍ବର ଉତ୍ତର କଣ ହେଇଥିବ 33 ନମ୍ବର ଉତ୍ତର ଯାହା ହେଇଥିବ ତେଣୁ କରି ମୁଁ ଆଉ କଣ କରିବି ମୁଁ ଆଉ ବୁଝିବାର ନାହିଁ 33 ନମ୍ବର ଉତ୍ତର 45 ହେଇଛି 45 ହେଇଥିବ ରେ ଦେଖିବ ତମେ ହେଲା ତାପରେ 34 ନମ୍ବର ଦେଖିବା କଣ ଦେଇଛି ନା 10 ୟୁନିଟ ବ୍ୟାସବିଶିଷ୍ଟ ଏକ ବୃତ୍ତରେ ଅନ୍ତର୍ଗତ ତ୍ରିଭୁଜ ଗୋଟେ ବୃତ୍ତରେ ଗୋଟେ ବୃତ୍ତରେ ତ୍ରିଭୁଜ ଅନ୍ତର୍ଲିଖିତ ହେଇଛି ତ୍ରିଭୁଜ ଅନ୍ତର୍ଲିଖିତ ହେଇଛି ବାହୁ ମାନେ କେନ୍ଦ୍ରଟା ଏଇଟା କେନ୍ଦ୍ର ନା କେନ୍ଦ୍ର ଠାରୁ ଏ ବାହୁ ଯେତିକି ଦୂର ଏ ବାହୁ ସେତିକି ଦୂର ଏ ବାହୁ ସେତିକି ଦୂର ବାହୁ ଲମ୍ବ ଦୂର ତ ସବୁବେଳେ ରଖ ଲମ୍ବ ଦୂର ତ କେନ୍ ସମୁଦ୍ର ତ୍ରିଭୁଜର ପରିସୀମା ଏଇ ଯୋଉ ତ୍ରିଭୁଜ ଏ ତ୍ରିଭୁଜ ଏ ବି ସି ଦେଇଦିଅ ଏଇ ତ୍ରିଭୁଜର ପରିସୀମା କେତେ ବ୍ୟାସ ଦେଇଛି କେତେ 10 ଏଇ ତ୍ରିଭୁଜ ଏଇ ବୃତ୍ତର ବ୍ୟାସ ଦେଇଛି 10√3 ତାହେଲେ ବ୍ୟାସ ହଉଛି ପିଲେ 2r ନା ନାଇଁ 2r ହଉଛି 10√3 ନା ନାଇଁ 10√3 ଦେଇଛି ତାହେଲେ r କେତେ ହବ ତା ଅଧା 5√3 r ହବ 5√3 କ୍ଲିୟର ତାହେଲେ ଏଇଠି ଟିକେ ବୁଝିବ ତମର ଏତେ ବହୁତ ଜିନିଷ ଲାଗୁଛି ଏଇଠି ମୁଁ ଏଇଟା କେନ୍ଦ୍ର ବୃତ୍ତର ମୁଁ ଆକୁ ଯୋଗ କରିଦେଲି ଏଇ କେନ୍ଦ୍ର ଏଇଟା ଗୋଟେ ବ୍ୟାସାର୍ଧ ନା ନାହିଁ ଏଇଟା ବ୍ୟାସାର୍ଧ ତାହେଲେ ଏଇଟା କେତେ ହବ 5√3 ହବ ବ୍ୟାସାର୍ଧ ପରା 5√3 ତାହେଲେ ଏଇଟା ଓ ଏଇ ତକ ହବ କେତେ 5√3 ଏଇ ତକ 5√3 ପିଲେ ଏଇଠୁ ଯୋଉ ଏଇ ଯାକେ ରହିଲା ଏଇଠି ଏଇ ତକ ଏଇଟା ଏମ ଦେଇ ଦଉଛି ନା ଏଇଟା ଏଇ ଓ ଏମ ତାର ଅଧା ମନେ କର ଏଇଟା ଭାଗ ଏଇଟା ଭାଗେ ମନେ ରଖିତା ତାର ପ୍ରମାଣ ଅଛି ଆଉ ୟା ପାଇଁ ପ୍ରମାଣ ନା କହିଲା ବେଳକୁ ତମକୁ ଘଣ୍ଟା ଆସିବ ମନେ ରଖ ସବୁବେଳେ ଏଇଟା ଦିଭାଗେ ତାପରେ ପୁଣି ଏଇଟା ମନେ ରଖ ଏଇଟା ସମ୍ଭବ ତ୍ରିଭୁଜ ପୁଣି ଆରେ ପୁଣି ଏଇଟା ସମ୍ଭବ ତ୍ରିଭୁଜ ମନେ ରଖିତା କାହିଁକି କେନ୍ଦ୍ର ଠାରୁ ସମାନ ଦୂରବର୍ତ୍ତୀ ଯାହା ଗୋଟେ ସମାନ ଉପାଧି ଅଛି ଆରେ ଇଏ ଯେତିକି ବାଟ ଇଏ ସେତିକି ବାଟ ତାହେଲେ ଯାହାଟା ସମାନ ସବୁ ଯାହା ସମାନ ବାହୁ ସମାନ ହେଲା ଏଇଟା ସମ୍ଭବ ତ୍ରିଭୁଜ ହଁ ତାର ସମ୍ବନ୍ଧ ଏତକ ଦିଭାଗେ ଏତକ ଭାଗେ ଓ ଏ ଲିଭେଇ ଦଉଛି ଆଉଥରେ ବାବା ଆଉଥରେ କରୁଛି ଏ ବି ସି এটা কেন্দ্র ইয়ে সমুদ্রবর্তী গুড়া কইছি ইয়ে যেତିକି ଇଏ ସେତିକି ତାର ଯାହା ସମାନ ଇଏ ହବ କଣ ଆଉ ଆମେ ଏଇଠି ଇଏ କରିଦେ ଏଇଟା ଯୋଉ ଏଇଟା ଏଇ ଯୋଉ ହେଲା ଏଇଟା ଓ ଦେଇଦିଅ ଏତକ ଓ ଏ ଓ ଦି ଭାଗେ ଓ ଡି ହବ ଭାଗେ ତାହେଲେ ଏଇଟା ତ ବ୍ୟାସାର୍ଧଟା ତାହେଲେ 5√3 ତାହେଲେ ତାର ଅଧା 2.5√3 ହବ ନା ନାଇଁ ହେଲା ତାହେଲେ ଟୋଟାଲ ହେଲା ଉଚ୍ଚତା ସମ୍ବାଦରୁ ଉଚ୍ଚତା କେତେ ହେଲା 5√3 ଯୁକ୍ତ 2.5√3 ତାହେଲେ 7.5 7.5 7.5√3 କଣ ହେଲା ଉଚ୍ଚତା ସମ୍ବାଦର ଉଚ୍ଚତା ଯଦି ଏତିକି ବାହୁ କେତେ ଜାଣିଛ ନା ନାଇଁ ଆରେ ସେଇଟା ପୁଣି ଜାଣିଛ ନା ନାଇଁ ସମ୍ବାଦର ବାହୁ ଆଉ ଉଚ୍ଚତାର ସମ୍ପର୍କ ଜାଣିଛ ନା ନାଇଁ ବାହୁ ଗୁଣନ ଦେଖ ମନେ ରଖ ଯଦି ଯାହାର ନ ମନେ ପଡିବ ସୂତ୍ର ମନେ ରଖିଦବ ସମ୍ବାଦ ହଉଛି √3/4 ବାହୁର ସ୍କୋୟାର ପୁଣି 1/√3 ଉଚ୍ଚତାର ସ୍କୋୟାର 1/√3 ଉଚ୍ଚତାର ସ୍କୋୟାର ଏଇଠୁ ଇକ୍ୱେଟ କରି ବାହାର କରି ଦବ କ୍ଲିୟର ତାହେଲେ ବାହୁ ହେଲା କଣ ନା 2/√3 h ମନେ ରଖିଦବ
ତାହେଲେ ବାହୁ ହେଲା କଣ 2/√3 h। ସେମିତି h ହବ √3/2 ହବ। ତାହେଲେ ତାହେଲେ h ର ମୂଲ୍ୟ ଦେଲା କେତେ? h ର ମୂଲ୍ୟ କେତେ ବାହାରି ପଡିଲା 7.5√3। ତାହେଲେ ହେଲା 2/√3 ଇଣ୍ଟୁ ଏଇ ଉଚ୍ଚତାଟା ଉଚ୍ଚତା ବାହାରି ପଡିଲା କେତେ 7.5 √3 କଟିଗଲା। 7.5 କୁ 2 ରେ ଗୁଣିଲେ କେତେ ହେଲା 15। ତାହେଲେ ଏ ବାହୁ ହେଲା କେତେ 15। ବାହୁ 15 ହେଲେ ପରିସୀମା 45। 15 ତିରିକି 45 ହେଲେ କଣ ତ୍ରିଭୁଜର ପରିସୀମା 45। କ୍ଲିୟର ହେଲା। ତାପରେ ଦେଖିବା କଣ 35 ନମ୍ବର। ଓହୋ ହଉ 35 ନମ୍ବର ଦେଖିବା ଭାରି ଟିକେ ଚାଲିଛି ଟିକେ କଡ଼କଡିଆ ନାଇଁ। ହଉ 35 ନମ୍ବର ଏଇ ଯୋଉ ଚିତ୍ରଟି କରିଛି ବିଲେ ବୃତ୍ତ କେନ୍ଦ୍ର ତ୍ରିଭୁଜ ଓବିସି ଅନା ଓବିସି ଏଇଟା ର ପରିସୀମା ଦେଇଛି। ୟାର ପରିସୀମା ଦେଇଛି କେତେ 5√2 × √2+1 ହେଲେ ବିଏସି କୋଣର ପରିମାଣ କେତେ ହେଇଛି କୋଣର ପରିମାଣ ପଚାରିଛି। କେଡେ କଡ଼ମୁଡ଼ିଆକୁ କିରି ପଚାରିଛି। ବିଓସି ର ପରିସୀମା ଅର୍ଥ କଣ କହିଲେ 3 ଘର ସମଷ୍ଟି। ତାହେଲେ ଓବି ପ୍ଲସ ବିସି ପ୍ଲସ ଓସି ସବୁ ମିଶିକି ହେଇଛି ନା ନାଇଁ ପରିସୀମା ହେଇଛି। ତାହେଲେ ଓବି ଓସି ଓବି ସ୍ତ୍ରୀର ପରିସୀମା କଣ ଓବି ଦେଖ ଇଆଡେ ମୋର ଓବିସି କନା ଓବି ସ୍ତ୍ରୀ ଅନୁଥା ସମସ୍ତେ ଓବିସି ର ପରିସୀମା ହବ କଣ ଓବି ପ୍ଲସ ଓସି ପ୍ଲସ ବିସି ପ୍ଲସ ବିସି ଏ ପରିସୀମା। ଏଟା କେତେ ଦେଇଛି ପରିସୀମା ନା 5√2 × √2+1 ତାକୁ ଗୁଣି ଦବ। ଆରେ ଗୁଣି ପାରିବନି 5√2 କୁ √2 ହେଲେ କେତେ √2 5 × 10 ପ୍ଲସ 5√2 ଆଣିଲେ 5√2 10 ପ୍ଲସ 5√2 10 ପ୍ଲସ 5√2 ହେଲା ମନେ ହେଲା। ତାହେଲେ ଏଇଠି ତ ଆର ଜାଣିଛ ବ୍ୟାସାର୍ଧ ଏଇଠି ତ ଆର ବ୍ୟାସାର୍ଧ ତାହେଲେ ଆର ଯୁକ୍ତ ଆର କେତେ ହେଲା 2r ପ୍ଲସ ବିସି ହେଲା କେତେ 10 ପ୍ଲସ 5√2 ମନେ ହେଲା। ତାହେଲେ 2r କୁ 10 2r କଲେ କେତେ 10 r କଲେ କେତେ 5 r କେତେ ହେଲା 5 ହେଲା। ତାହେଲେ ଯଦି ମନେ କରିଲେ ଏଇଟା କେତେ କେତେ କ୍ରିଟିକାଲିଆ r 5 ଏଇଠି 5 আর এইটি ବି 5 এইটি 5 তাহলে এইটি 5 তাহলে এইটি কেতে হব এইটি কেতে হব না এটা কেতে হব 5√2 এটি পরা আরে বিশে পরা 5√2 কোন হচ্ছে দেইছি পরা 2r এটি দেইছি আর তুলনা কলে কম্পেয়ার কলে 2r = 10 r = 5 কম্পেয়ার কলি বিশে কলে কেতে 5√2 এটা 5√2 এইটি দি মুন্ড খেলা কোন মুন্ড খেলা দেখো সমকোণী ত্রিভুজ কোন না এইটি যদি এইটি যদি এটা √2 তার কোন এইটা যদি 5 এইটা 5 এটা 5√2 এটা 10 এটা 10 এটা 10√2 জানিস। তাহলে এইটা 5 এইটা 5 এটা 5√2 তাহলে এটা সমকোণী ত্রিভুজ। তাহলে কোণটি কত ডিগ্রি 90 ডিগ্রি। এই বিওসি কোণটি কত ডিগ্রি তাহলে 90 ডিগ্রি। যদি 90 ডিগ্রি তাহলে দেখিলো এই চাপ উপরে এটা কেন্দ্রস্থ কোণ এই সেই বিসি চাপ উপরে এটা পরিধিস্থ কোণ বিসি চাপ উপরে এটা কেন্দ্রস্থ কোণ বিসি চাপ উপরে পরিধিস্থ কোণ কেন্দ্রস্থ কোণ পরিধিস্থ কোণ এটা 90 ହେଲେ 45 ক্লিয়ার। একা বিসি চাপ উপরে বসতে এইটা আর এইটা 45 କୁଆଡେ ଗଲା କ୍ଲିୟର। ତାପରେ ଚାଲ ତା ପାଖକୁ 36 ନମ୍ବର ଦେଖ ପାର୍ଶ୍ୱ ଚିତ୍ରରେ କଣ ଦେଇଛି MQS 50 M ଏଇଟା ଦେଇଛି 50 SRN ଦେଇ 60 SRN କୁଆଡେ ଗଲା SRN ହେଲା 60 ମନେ ରଖିଲେ ଏଇଠି 50 ଏଇଠି କେ ଦେଇଛି 60 QSR কোণ পচারছি QS এই কোণ পচারছি আরে আরে এই কোণ পচারছি তাহলে কোন করিবা এত বড় কলিয়া
କଣ କରିବା? ହଉ ଦେଖିବା କଣ କରିବା। ହେଲେ ମୁଁ ଯଦି ଏଇ କେନ୍ଦ୍ର ଓ ଏଇଟା ମୁଁ ଯଦି ଓ କ୍ୟୁ କୁ ଯୋଗ କରିବି, ଏଇଟା କଣ ଗୋଟେ ବ୍ୟାସାର୍ଧ ହବ କିରେ ପିଲେ? ବ୍ୟାସାର୍ଧ ହବନି? ସ୍ପର୍ଶକ ଏଇଟା, ଆରେ ଏଇଟା ସ୍ପର୍ଶ ଯାଇଛି ଆମେ କେନ୍ଦ୍ର, ତ ଏଇଟା 90 ଡିଗ୍ରୀ ଜାଣିଛ। ଆରେ ସ୍ପର୍ଶକ ସ୍ପର୍ଶ ବିନ୍ଦୁ ଆମେ ବ୍ୟାସାର୍ଧ ପ୍ରତି ଲମ୍ବ ଉପପାଦ୍ୟ ପଢିଆ ହେଇଛି, ଆଉ କେତେ କହିବି ସେଗୁଡା। ତାହେଲେ ଏଠିକି ଯଦି ଟାଣିଦେବି, ଇଏ ସେମିତି ସ୍ପର୍ଶକ ପ୍ରତି ଲମ୍ବ ହେଇଯିବ। ତାହେଲେ ଏଇ ଟୋଟାଲ କୋଣ ଟିପିଲେ କେତେ ଡିଗ୍ରୀ କିରେ? 90 90 90। ଏ ଟୋଟାଲ କୋଣ ଲମ୍ବ ହେଲା ପରା ଏଇଟା, ୟା ପରେ ସ୍ପର୍ଶ ପ୍ରତି 90। ଏ ଖଣ୍ଡକ ଯାଇଛି 50, ତାହେଲେ ଏଇ ତକ ଟିକେ ଏଇ ଟିକି ତକ ରହିବ କେତେ? 40 50, ତାହେଲେ ଏଇ ଟିକି ତକ 40। ସେମିତି ଇଏ ତ ଲମ୍ବ, ଇଏ ଏଇ ଖଣ୍ଡକ ଯାଇ 60, ତାହେଲେ ଏଇ ଟୋଟାଲ ତ 90, ତାହେଲେ ଏଟିକି ତକ ହବ 30। ମନେ କହ ଏଟିକି ହବ କେତେ? 30। ତାହେଲେ ମୁଁ ଲିଭେଇ ଦେଲି ଆଉ ଥରେ ଚିତ୍ରକୁ ତମ ସୁବିଧା ପାଇଁ। କିଏ କାଟି ତାହେଲେ ଯୋଗେଇଲି ବ୍ୟାସାର୍ଧ, ତାହେଲେ ଏଇ ତ ଯାଇଥିଲା କେତେ? ଆଗକୁ ଦେଇଥିଲା 50, ଏଇଟା 50 ଦେଇଥିଲା, ତାହେଲେ ଏତକ 40। ବ୍ୟାସାର୍ଧ ଏତକ 40, ଇଏ ଦେଇଥିଲା 60, ତାହେଲେ ଏତକ କେତେ ହେଲା? 30। ତାହେଲେ ଏଇଟା 40, ଏଇଟା 30 ନାଇଁ, 40 30। କୁଆଡେ ହବ ପୁଣି, କୁଆଡେ ସେ କଣ କୁଆଡେ ଆସିବ? ସେ କଣ କୁଆଡେ ଆସିବ ପୁଣି? QSR 40 30, এটা 40 এটা 30। এটা କଣ ମନେ ପଇଲାନି, କଣ ଭାରି କଷ୍ଟ ହେଲା। QSR 70 ଡିଗ୍ରୀ ହବ, ମୁଁ ବସିଥିଲି କୁଆଡେ ଗଲା ପୁଣି କାହିଁକି? ହଉ ଠିକ ଅଛି, ବୁଝ, କରିବା। ଏଇଟା 40। ଆରେ ହେଇଗଲା। ଓହୋ ଭଲ ପଡୁନି ରେ। ଆରେ ଆକୁ ଯୋଗ କରିଦିଅ ହେଲା, ଯୋଗ କରିଦିଅ। ଏଇଠି କେତେ? 50 ଯାଇଥିଲା, ଏଇଟା 40। ଇଏ ବ୍ୟାସାର୍ଧ ଏଇଠି 40। କ୍ଲିୟର? ଆରେ ଇଏ ବ୍ୟାସାର୍ଧ ଓ ଦେଇଦେଲି ନା, ଏଇଟା ତାହେଲେ ଏଇଟା 50 ଦେଇଥିଲା, ଏଇଟା 40 ଥିଲା, ତାହେଲେ ଏ ଦି ଭାଗ ସମାନ, ବ୍ୟାସାର୍ଧ ସମାନ, ତାହେଲେ ଏ 40 ଏ 40। ସେମିତି ଇଏ ବ୍ୟାସାର୍ଧ ଆଉ ଥରେ ଚିତ୍ର କରିଦେଇକି ଲିଭେଇ ଦଉଛି। ଆରେ କଣ ହଉ, କ୍ରିଟିକାଲିଆ କରିଛି, କ୍ରିଟିକାଲିଆ। ତାହେଲେ ଏଇଠି କେତେ? ଏଇଠି ବ୍ୟାସାର୍ଧ ଯୋଗ କରିଦିଅ, ଏଇଟା କେନ୍ଦ୍ର ପରା, ତାହେଲେ ଏଇଟା ବ୍ୟାସାର୍ଧ ସମାନ, ତାହେଲେ ଏକୋଣ ଯେତିକି ଏକୋଣ ସେତିକି, ତାହେଲେ ଏ ଯଦି 40, ଇଏ 50 ଯାଇଥିଲା ପରା, ଇଏ 40, ତାହେଲେ ଇଏ ହବ 40। କ୍ଲିୟର? ତାହେଲେ ସେମିତି ଇଏ ବ୍ୟାସାର୍ଧ, ଇଏ 60 ଯାଇଥିଲା 30, ତାହେଲେ ଇଏ 30 ହେଲେ ଇଏ 30, ଆଉ ତାହେଲେ କୋଉଠି ହେଲା? 40 30 70, 40 30 70। କ୍ଲିୟର? ହଉ, ତାପରେ ଦେଖିବା 37 ନମ୍ବର। ଦେଖ କିଛି ନାହିଁ, ଦେଇଛି x 112, ବୋଲେ x ର ଚାପର ଡିଗ୍ରୀ ପରିମାପ ପିଲେ ହେଲା, ଏ ଚାପର ଏଇଟା BOS ଚାପର ଡିଗ୍ରୀ ପରିମାପ। ତାହେଲେ x ଦେଇଛି 112, ଏଠି ମୁଁ ଚିତ୍ର କରୁଛି x ଅଛି, ଏଇଠି x ଅଛି, ଏଇଟା କେନ୍ଦ୍ର, ଏଇ କୋଣଟି ଦେଇଛି 112, ଦେଇଛି 112। ପୁଣି BOS ର ଡିଗ୍ରୀ, ଚାପର ଡିଗ୍ରୀ ପରିମାପ 100, ତାହେଲେ B ହେଇଠି BOS କୋଣ, B ହେଇଠି BYC, ତାହେଲେ ଏଇଠି ଦେଇଛି, ଏଇ କୋଣଟି ଦେଇଛି କେତେ? 100। ତାହେଲେ ଏଇଠି 112, ଏଇଠି 100, ଆଉ ଏଇଟା କେତେ ହବ ଯେ? ତାହେଲେ 112 ଯୁକ୍ତ 100 ମିଶେଇ ଦିଅ, କେତେ ହେଲା? 2 କି 2 1 1 212। 360 ରୁ ଭେଡିବା, ଟୋଟାଲ କୋଣଟା 360 ନା ନାଇଁ? 360 ଭେଡିବା, 360 ରୁ
212 ଯାଉ 212 ହେଲାଟି ଦେଖୁଥିବ ରେ ମିଶାଣ କୁଆଡେ ଯାଉଛି 10 ରୁ 2 ହେଲେ 8 ଏଠି 5 ରେ କଲେ 4 ଏଠି ଅଛି ଏଠି 3 3 ହେଲେ 148 ହେଲା ତାହେଲେ ଏଇ କୋଣଟି ହବ କେତେ 148 ଏଇ କୋଣଟି କି ହବ 148 ଏଇ କୋଣ ଆରେ 112 ଏଇଟା 100 ଗଲା 212 ଆଉ 360 ଗଲା 148 ଲିଭେଇ ଦେଲି ଆଉ ଟିକେ ଚିତ୍ର କ୍ଲିୟର କରିବାକୁ ଆଉ ଟିକେ ଚିତ୍ର କ୍ଲିୟର କରି ଲିଭେଇ ଦେଲି ଦେଖ ଏଇଟା ଯୋଉ କଲି ଏଇଟା କେତେ ହେଇଥିଲା 112 112 ପୁଣି ଏ ଚାପ ଡିଗ୍ରୀ ଦେଇଛି ଏଇଠି କେତେ ହେଇଥିଲା 100 ଏଇଠି 100 ତାହେଲେ ଏଇତ କେତେ ହେଲା ବୋଲେ ଏଇତ କେତେ ହେଲା ଏ ତ ଗଲା ପୁରା କେତେ 148 ହେଲା ତାହେଲେ ଏଇଠି 148 ଲେଖିଦେଲି 148 ଆରେ ତମେ ଜାଣୁଛ ଏଇଟା ଓ ଦେଇଦିଅ ବିନ୍ଦୁ ଏଇଟା ଚତୁର୍ଭୁଜ ନା ନାହିଁ ହେଇଠି ଚିତ୍ର ଏ ପି এইটি বি এইটি ও এটা চতুর্ভুজ না নেই আর এটা চতুর্ভুজ না নেই এইটি এইটা 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 চতুর্ভুজ না নেই চতুর্ভুজ চতুর্ভুজ চারিকোণ মিশি কেତେ ডিଗ୍ରୀ 360 ডিଗ୍ରୀ ଇଏ ତ 90 90 ନେଇଗଲା କାହିଁକି ବ୍ୟାସାର୍ଧ ଇଏ 90 କୁ ଇଏ 90 180 ପଳେଇଲା ଆଉ ଏ ଦିଟା ମିଶିକିରି ହବ 180 ଇଏ ତ ଏକୁଟିଆ 148 ପଳେଇଲା ଆଉ 180 ରୁ 48 ଫେଡିକି ଦେଖିବ ଯାହା ହବ 32 ହବ କ୍ଲିୟର ଚାଲ 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 ମାରି ଚାଲ 32 ନମ୍ବର ଟିକେ 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 ଅଳ୍ପ ଟିକେ ଟିକେ ଅଛି ଅଙ୍କରେ ଟିକେ ଟିକେ ଛୁଙ୍କ ହେଲା କିଛି ନାହିଁ ଅଙ୍କ ବଢିଆ ଜୋମେଟ୍ରି ତମ ମାନଙ୍କୁ ଜୋମେଟ୍ରି ଏଇ ଯୋଉ ବୃତ୍ତ ସ୍ପର୍ଶକ ସଦୃଶ ଅନୁପାତ ଉପରେ ଅଛି ମୁଁ ଚିନ୍ତା କରିବି ଆଉ 5-7 ଦିନ ପରେ ସୁନ୍ଦର ଭାବରେ ଗୋଟେ 10-50 ଟାଇପ ର କରିକି ଦେବି ବୋଲି ଭାବୁଛି ଦେଲେ ଯୋଉ ଭଲ ପିଲା ଯୋଉଟେ ଏରା ଟିକେ ମାନେ ଏରା ଟିକେ ଯୋଉମାନେ ଟିକେ ଦୁର୍ବଳ ଷ୍ଟାଣ୍ଡାର୍ଡ ପିଲାମାନେ ସେମାନେ ଟିକେ ବୁଝିବାକୁ ଟିକେ କଷ୍ଟ ହଉଥିବ ଏରା ବହୁତ ଜିନିଷ ଲାଗୁଛି ହେଲା ତଥାପି ମୁଁ ସରଳ କରି ବୁଝଉଛି ମନ ଦେଇକି ବୁଝିବ ହେଲା ତମମାନଙ୍କ ପାଇଁ ବି ଯେମିତି ଦେଖିକି ସୁବିଧା ଯେମିତି ଭଲ କରିପାରିବ ମୁଁ ଚେଷ୍ଟା କରିକି ଆହୁରି ଗୋଟେ ଚିନ୍ତା କରିକି ପୁଣି ଛାଡିବି ୟା ପରେ ଦେଖିବ ଜାଣିବ କହିବି ଦେଖିବ ଭଲ ହେଲା 38 ନମ୍ବର ପରସ୍ପର ବହିଃସ୍ପର୍ଶୀ ଦୁଇଟି ବୃତ୍ତ ମଧ୍ୟରେ ଗୋଟିକର ବ୍ୟାସାର୍ଧ 8 ଅନ୍ୟ ବୃତ୍ତର ବ୍ୟାସାର୍ଧ କେତେ ହେଲେ ବୃତ୍ତ ଅଙ୍କିତ ସରଳ ସାଧାରଣ ଦୈର୍ଘ୍ୟ 8 ହବ ଇଏ ଦେଖ କି ଭଳିଆ କରିଛି ଦେଖ ଦୁଇଟି ବହିଃସ୍ପର୍ଶୀ ବୃତ୍ତ ବୁଝ ଭଲରେ ପୁରା ପ୍ରାଞ୍ଜଳ ଏଥିରେ କିଛି ନାହିଁ ଦିଟା ବହିଃସ୍ପର୍ଶୀ ବୃତ୍ତ ଆଉ ଟିକେ ବାଗେଇ କରିବା ଟିକେ କୁଆଡେ ଯାଉଛି ଯାଉ ବହିଃସ୍ପର୍ଶୀ ବୃତ୍ତ ଯାହା ହେଲା ୟାର କେନ୍ଦ୍ର ଏଇଟା ୟାର କେନ୍ଦ୍ର ଏଇଟା ସେ କହି ଦୁଇଟି ବହିଃସ୍ପର୍ଶୀ ପରସ୍ପର ବହିଃସ୍ପର୍ଶୀ ଦୁଇଟି ବୃତ୍ତ ମଧ୍ୟରେ ଗୋଟିକର ବ୍ୟାସାର୍ଧ 8 ଗୋଟିକର ବ୍ୟାସାର୍ଧ 8 ଧର ଗୋଟିକର ବ୍ୟାସାର୍ଧ 8 ୟା ବ୍ୟାସାର୍ଧ ପଚାରିଛି କେତେ ଅନ୍ୟ ବୃତ୍ତର ବ୍ୟାସାର୍ଧ କେତେ ହେଲେ ବୃତ୍ତ ଦୁଇ ସରଳ ସାଧାରଣ ସ୍ପର୍ଶ ବୃତ୍ତ ଦୁଇ ଏଟା ସ୍ପର୍ଶକ ଏଇଟା ଏ ସ୍ପର୍ଶକ ଦୈର୍ଘ୍ୟ ହବ 8 ଏ ନା ଦେଇଦ ଏ ନା ଦେ ବି এই স্পর্শক এ ঠু বি র দূরতা 8 হব এই ব্যাসার্ধ কেতে হেলে এই বৃত্তর ব্যাসার্ধ কেতে হেলে এই স্পর্শক দৈর্ঘ্য 8 হব হଉ ଲଗେଇ ଦିଅ ଏଇ ବ୍ୟାସାର୍ଧ ପଚାରିଛି ୟା ନା ଗୋଟେ ଦେଇଦବା ପି ଦିଅ ଏଇତକ ପଚାରିଛି ୟାର ଓ ଏଇଟା O2 ଧର ଯାହା ଦଉଛ ଧର କିଛି ନାହିଁ ହେଲା এই ଚିତ୍ରଟି ତ ଟିକେ ବାଗିଆ ଧଇଲା ଆଉ ଏପଟୁ ବଙ୍କା ଏଇଟା ହେଇଥାନ୍ତା ଦେଖ ତାହେଲେ ଏଇଟା ବଡ ବୃତ୍ତ ନା ଏଇଟା ଛୋଟ ବୃତ୍ତ ଏଇଟା ବ୍ୟାସାର୍ଧ ଦେଖ ସେ କଣ ହେଲା ଏଇଟା 8 এইটা 8 ଦେଇଛି এইটা 8 এই ব্যাসার্ধ এইটা ବି 8 ବ୍ୟାସାର୍ଧ ସବୁ ସମାନ ଇଏ 8 ହେଲେ ଇଏ 8 ହବ ନା ନା এই ବ୍ୟାସାର୍ଧ ଯୋଉ ଇଏ ତ ପଚାରିଛି ବ୍ୟାସାର୍ଧ ଆମେ ଧର x ଏଇ ବ୍ୟାସାର୍ଧଟାକୁ ଧର ପ୍ଲେ x ତାହେଲେ ଇଏ ବି ଗୋଟେ ବ୍ୟାସାର୍ଧ ନା ଇଏ ବ୍ୟାସାର୍ଧ ଇଏ ବି x ହବ ନା ନାହିଁ ତାହେଲେ ୟାରି ସଙ୍ଗେ ସମାନ କରିକିରି ଏଠୁ କାଟିଦିଅ ବା ସମାନ୍ତର କରି ଟାଣି ଦିଅ
ଟାଣିଦେଲି ତାହେଲେ ଏଇଟା ଏକ୍ସ ହେଲେ ଏଇଟା କେତେ ହବ ଏକ୍ସ କୋଉଠି ଏଇଠୁ ଏତକ ହବ ଏକ୍ସ କାରଣ ଇଏ ଏକ୍ସ ଏତକ ହବ ଏକ୍ସ ତାହେଲେ ଏକ୍ସ ହେଲେ ଇଏ 90 ଡିଗ୍ରୀ କାହିଁକି ସ୍ପର୍ଶକ ସ୍ପର୍ଶକ ବ୍ୟାସାର୍ଦ୍ଧ ଯୋଉ ଲମ୍ବ ଇଏ 90 ତାହେଲେ ଇଏ ହବ 90 ଇଏ ହବ 90 ତାହେଲେ ଏ 90 ହେଲେ ଏଇ ଯୋଉ କେନ୍ଦ୍ରକୁ ଯୋଉ ଏଇ ଯୋଉ ଚିତ୍ରଟି ହବ ଏଠି এইটা ଗୋଟେ ସମକୋଣୀ ତ୍ରିଭୁଜ ହବ ସମକୋଣୀ ତ୍ରିଭୁଜ ହବ ତାହେଲେ ସମକୋଣୀ ତ୍ରିଭୁଜ ହେଲେ এইটি ଦେଇଛି 8 ତାହେଲେ এইটি ହବ 8 ଏ ବି এটা ଯାହା ତାହେଲେ ଦେଖ এইটা 8 ହେଲେ এইটা ହବ 8 8 ହେଲେ ଏତକ ହବ କେତେ ନା ଇଏ ବି ହଉଛି 8 8 ରୁ ଏସ ଗଲେ ହେରି ଚିତ୍ରଟାକୁ ଟିକେ ଏପଟକୁ ଡେଇ ଆସୁଛି ବୁଝିବା ପାଇଁ ତ ଭଲ ହେଲା ହେଲା তাহলে এইটা বড় বৃত্তর ব্যাসার্ধ 8 এইটা ছোট বৃত্তর ব্যাসার্ধ এইটা এক্স এইটা 8 হেলে এইটা তো এক্স তাহলে এত কেতে হবো এত হবে এক্স মানে সেইটা আর টোটাল এটা বড় বৃত্তর কেন্দ্র এটা সান বৃত্তর কেন্দ্র তাহলে এটা এক্স তাহলে এত এই খণ্ডক হবো এইঠু এই খণ্ডক হবো এক্স মাইনাস 8 মাইনাস এক্স 8 মাইনাস এক্স ହେଲା 8 ମାଇନସ୍ ତାପରେ ଇଏ এইটি ଦେଇଛି 8 ସ୍ପର୍ଶକ ଦିଟା ମଧ୍ୟର ଦୂରତା ଦେଇଛି 8 এইটা 8 ତାହେଲେ এইটি 8 এইটা 8 ହେଲେ এইଟା 90 ଡିଗ୍ରୀ ତାହେଲେ এইଟା ହଉଛି କର୍ଣ୍ଣ କିଏ ଏଇ ଯୋଉ ଦି କେନ୍ଦ୍ରକୁ ଯୋଉ କରୁଥିବା ଇଏ ଗୋଟେ କେନ୍ଦ୍ର এইଟା ସରଳ ରେଖା ତାହେଲେ এইଟି କେତେ ହବ ନା এইଟି କେତେ ହବ ନା ଏତକ ତ ଏଇଟି ଆରେ ଏତକ x ଏତକ 8 ତାହେଲେ ଏଇଟା 8 ପ୍ଲସ x ତାହେଲେ ତିନି ବାହୁ ବାହାରି ପଇଲା এইটা 8 କୁ এইটা 8 ଏ ଟୋଟାଲ 8 ଦେଲା ଏତକ x ପଳେଇଲେ ଏଇଟା ହେଲା 80 ମାଇନସ୍ x ଆଉ ଏଇଟା ତ ଇଏ ବୃତ୍ତ ଏଇଟା ହଉଛି 8 ଏତକ x ଏତକ 8 ଏଠୁ ଏତକ x ତାହେଲେ 80 ପ୍ଲସ x ହେଲା ତାହେଲେ ସମୀକରଣ ପକେଇଦବ ଆଉ କଣ ପକେଇବ ନା କର୍ଣ୍ଣ କିଏ ସେ କର୍ଣ୍ଣ ଏଇଟା ତାହେଲେ 80 ମାଇନସ୍ x ର ସ୍କୋୟାର ପ୍ଲସ 8 ର ସ୍କୋୟାର 80 ମାଇନସ୍ x ର ସ୍କୋୟାର ପ୍ଲସ 8 ର ସ୍କୋୟାର ସମାନ ହେଉଛି 80 ପ୍ଲସ x ର ସ୍କୋୟାର 80 ପ୍ଲସ x ର ସ୍କୋୟାର ତାହେଲେ ସରଳ କରିବା ନା କରିଦେବି କରିଦଉଛି ହଉ କରିଦଉଛି ସହଜରେ ଦେଖ ମାର ନୋଟ ଦେଖ ବୁଝେଇ ଦଉଛି ନୋଟ କରିଦେଇଛି କେତେ ନମ୍ବର ସେଇଟା ସେଇଟା କେତେ ନମ୍ବର ଦେଖୁଛି ନମ୍ବର ସେଇଟା 38 ନମ୍ବର 38 ନମ୍ବର ଭାଙ୍ଗା ଦେଇଛି ଦେଖ ଏଠି କରିଦେଇଛି ବୁଝେଇଦେଲି ସବୁ ସେଠି ଜାଣିଗଲା ତାହେଲେ 80 ପ୍ଲସ x ର ସ୍କୋୟାର ପ୍ଲସ 80 ତାହେଲେ 80 ପ୍ଲସ x ସ୍କୋୟାର ଏପଟୁ ନେଇଗଲା ଏଇଟା 80 ନେଇଗଲା a ପ୍ଲସ b ସ୍କୋୟାର a ପ୍ଲସ a ସ୍କୋୟାର ମାଇନସ b ସ୍କୋୟାର ଫର୍ମୁଲା ପକେଇ ଦେଇ a ସ୍କୋୟାର ମାଇନସ b ସ୍କୋୟାର ପକେଇ କରିଦେଇଛି x ବଦଳ 2 ବାହାରିଛି କ୍ଲିୟର ଏଠି କରିଦେଇଛି ଦେଖିବ ଏଇଟା ଛାଡି ଦେଇ ଦବ ଦେଖିବ ଦେବେ ହଁ ବହୁତ ସମୟ ଯାଉଛି ଦେଖ 40 ନମ୍ବର 39 ହେଲା ପରେ 39 ସରିନି 39 ରହିଯାଉଛି ଏଟେ ଗାରିଆ ଗାରି ହେଇକି କିଛି ଜଣା ପଡୁନି ଟିକେ 39 ଅଛି ମୁଣ୍ଡ ଖରାପ କରିଦବ ଅଙ୍କ ସବୁ ତମେ କଣ କରିବ ମୋ ମୁଣ୍ଡ ଖରାପ କରୁଛି 39 ନମ୍ବର ଇଏ କଣ କମିକ କାଟୁତା ଦେଖ ଏଇ ଯୋଉ ଚିତ୍ରରେ ପିଲେ ଦେଖିଲ এইটি এবি ଗୋଟେ ସ୍ପର୍ଶ এইଟା ଗୋଟେ ସ୍ପର୍ଶକ ନା ନାଇଁ ହଁ এইଟି ଗୋଟେ ସ୍ପର୍ଶକ ନା ନାଇଁ ହଁ ତାପରେ ଇଏ ଗୋଟେ ସ୍ପର୍ଶକ ନା ନାଇଁ ହଁ ତାହେଲେ ଜାଣିଛ ବହିସ୍ଥ ବିନ୍ଦୁରୁ ବୃତ୍ତ ପ୍ରତି ଯୋଉ ସ୍ପର୍ଶକ ଦିଟା ଟଣା ଯାଏ ସେମାନେ ସମଦୀର୍ଘ ବିଶିଷ୍ଟ ଜାଣିଛ ଏ ଖଣ୍ଡ କି ଗଲେ ଖଣ୍ଡ ଜାଣିଛ ତାହେଲେ ଏଠି କହିଦବା ୟାକୁ ଏଥିରେ ଦାୟିତ୍ୱ ଆଗେ ବୁଝେଇଦେବି ତାପରେ ତମେ ଦେଖ ତାପରେ କଣ ଦେଖିବା ଟିକେ କହିଦବା ନା এইটি ଟିକେ ଦେଖ ଲିଭେଇ ଦେଲି ଲିଭେଇ ଦେଇ କହୁଛି ଆରେ ଏଇ ଯୋଉ ଗୋଟା ବିନ୍ଦୁ ଏଇ ପି ବିନ୍ଦୁରୁ ଏପଟେ ଗୋଟେ ସ୍ପର୍ଶ ଏତକ ସ୍ପର୍ଶ ଏ ଦିଟା ସମାନ ନା ଯେ ବିପି ଗଲ ନା ଦେଇ ପି ଏମ ଦେଇ ଦଉଛି ତାହେଲେ ବିପି ପିବି ଯାହା ପି ଏମ ସେୟା ନା ନାଇଁ ଯେ କଣ ବୈଶିଷ୍ଠ ବିନ୍ଦୁ ଏଇଟା ବୈଶିଷ୍ଠ ବିନ୍ଦୁ ହବ ଏଠୁ ଦିଟା ସ୍ପର୍ଶ ଟଣା ହେଇଛି ତାହେଲେ ପିବି ଯାହା ପି ଏମ ସେମିତି କ୍ୟୁ ବିନ୍ଦୁରୁ କ୍ୟୁ ସି ଯାହା କ୍ୟୁ ଏମ ସେ ହବ ନା ନି ହଁ
କ୍ଲିୟର। ପୁଣି ଦେଖିଲ ଏ ବି ଯାହା ହବ ଏସି ସେ ହବ ନା ନାଇଁ? ହଁ, ବୈଷ୍ଣୁ ଦୁଇଟା ସ୍ପର୍ଶ, ତାହେଲେ ଏତେ ଜାଣିଲ। ତାହେଲେ ଏ ପି ଯାହା ଏସି ସେଇଆ, ପିବି ଯାହା ପିଏମ ସେଇଆ, ଆଉ କ୍ୟୁ ଏମ ଯାହା କ୍ୟୁ ସି ସେଇଆ। ସିଏ ପଚାରିଛି ଏପି କ୍ୟୁ ର ଅର୍ଧ ପରିସୀମା, ଏଇ ଯୋଉ ଏ ପି କ୍ୟୁ ଏଇ ବୃତ୍ତର ଅର୍ଧ ପରିସୀମା କେତେ ପଚାରିଛି। ତାହେଲେ ପରିସୀମା ବାହାର କଲେ ତାର ଅଧା ବାହାର କରିବା। ତାହେଲେ ପରିସୀମା 3 ବର୍ଷ ଏ ବାହୁ ଯୁକ୍ତ ଏ ବାହୁ ଯୁକ୍ତ ଏ ବାହୁ ହେଲା। ନୋଟ ଦେଖିଦିଅ, ନୋଟ କରିଦିଅ। ତାହେଲେ ହେଇଠି ଦେଖ ପିଏମ ଇକ୍ୱାଲ ଚିତ୍ରକୁ ନା ପିଏମ ଇକ୍ୱାଲ ପିବି ନା ନାହିଁ? ଏଠି ପିଏମ ଇକ୍ୱାଲ ପିବି, କ୍ୟୁଏମ ଇକ୍ୱାଲ କ୍ୟୁସି, କ୍ୟୁଏମ ଇକ୍ୱାଲ କ୍ୟୁସି, ହଁ ନା ନାହିଁ? ହଁ। ଏ ବି ଦେଇଛି, ଏଇ ଏ ବି ଦେଇଛି 5, ତାହେଲେ ଏ ବି 5 ହେଲେ ଏସି ବି 5 ହବ, ଜାଣିଛ କହିଛି। ତାହେଲେ ଏପି କ୍ୟୁ ର ପରିସୀମା କଣ ନା ଏପି କ୍ୟୁ ର ପରିସୀମା ହେଲା ଏପି ଅନା ଏପି ପ୍ଲସ ପିଏମ ହେଇଠି ଏତକ ଯୁକ୍ତ କ୍ୟୁଏମ ଯୁକ୍ତ ଏତକ ହେଇଠି ଲେଖିଛି। ତାହେଲେ ଏପି ପିଏମ ମିଶିଲେ ବି କ୍ୟୁଏମ ମିଶିଲେ ଏସି, ତାହେଲେ এবି ଯେତିକି ଏସି ସେତିକି। এবି ର ମୂଲ୍ୟ 5, ଏସି ର ମୂଲ୍ୟ ସେଇ 5, 5 5 10, ଅର୍ଧ ପରିସୀମା ହବ ଅଧା 5। କ୍ଲିୟର। ତାପରେ ଦେଖ 40 ନମ୍ବର, ଦେଖ ଆଉ ଗୋଟା ଦିଟା ବୁଝିବା ବନ୍ଦ କରିଦବା, ନହେଲେ ବହୁତ ସମୟ ଯାଉଛି ଏଠି। 40 ନମ୍ବର ଦେଖ, ଏ ଗୋଟେ ବୃତ୍ତ ଏ ବି ସି ଡି ଏକ ବୃତ୍ତାନ୍ତର ଚତୁର୍ଭୁଜ, ଏ ବି ସି ଡି ବୃତ୍ତାନ୍ତର ଚତୁର୍ଭୁଜ। ଏ କୋଣ 60, ଏ କୋଣ କେତେ 60, ତାହେଲେ ସି କୋଣ କେତେ ହବ 120। ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ବିପରୀତ କୋଣ ମାନ ପରିପୂରକ ମିଶିଲେ 100। ତାହେଲେ ଏଇଟା 60 ହେଲେ ଏଇଟା କେତେ ହବ 120, ମନେ ରଖ 120। ବି କୋଣ 130, এইটা 130, তাহলে এটা কেতে হবো 50। 50 ସି ଡି ସି ର ଅନ୍ତର, ଡି ସି ର ଅନ୍ତର ସି ଡି ର ଅନ୍ତର ସେପଟୁ କରିଦେବ। ବଡୁ ସାନ ଫେଡ ସି ରୁ ଡି ଗଲେ କେତେ 120 ରୁ 50 ଗଲେ 70। କ୍ଲିୟର, ବୁଝିଗଲା। ତାପରେ 41 ନମ୍ବର, ଏକ ଚାପର ଡିଗ୍ରୀ ବେଳେ କେତେ ହେଲେ 84 ବୃତ୍ତର ଚାପ 11। ଏଇଟା ଦେଖ ବୁଝ, ଚିତ୍ରଟି କରିଦଉଛି। এইটি ବୃତ୍ତର କେନ୍ଦ୍ର, এইটি ଗୋଟେ ବ୍ୟାସାର୍ଦ୍ଧ, এইଟି ଗୋଟେ ବ୍ୟାସାର୍ଦ୍ଧ। ୟା ନା ଏ ଦେଲି, ୟା ନା ବି ଦେଲି, ଇଏ ଆର ହଉ ୟାର ହଉ, ଏଇଟା କେନ୍ଦ୍ରସ୍ଥ କୋଣ ଥିଟା, ଏଇଟା ହଉଛି ଚାପ। ମାନେ ଦେଇଛି ବ୍ୟାସାର୍ଦ୍ଧ 14, ଆର ଦେଇଛି 14, ଚାପର ଦୈର୍ଘ୍ୟ ଦେଇଛି 11। ହେଇଠି ଏଇ ଚାପଟି ଦେଇଛି 11, ଚାପ ହେଲା ଏଲ, ଏଲ ଦେଇଛି 11। କଣ କହିଛି ଏଇ ଚାପର ଡିଗ୍ରୀ ପରିମାପ କେତେ ହବ, ଏଇ କୋଣଟି କେତେ ହବ ବୋଲି ପଚାରିଛି, ଥିଟା ପଚାରିଛି କେତେ ହେଲା। କ୍ଲିୟର, ବୁଝିଗଲା। ଥିଟା ପଚାରିଛି କେତେ, ଆକୁ ତମକୁ ଯେତେବେଳେ ମୁଁ ପଢେଇଛି ସବୁ କହିଛି, ତେବେ ସେଟା ମାନେ ମୁଁ କହିଦଉଛି ତମେ ଗୋଟେ ସହଜ ସୂତ୍ର। ଯେତେବେଳେ ପିଲା କିଛି ନ ଜାଣିପାରିବ ସେଟା କଣ କରିବ ମନେ ରଖୁଛି। ଚିତ୍ର ଟିକେ କରିଦଉଛି, 1 ସେକେଣ୍ଡରେ କରିଦବ, ତମକୁ ଗୋଟେ ବୁଝେଇ ଦଉଛି ସୁନ୍ଦର ଭାବରେ। ଏଇଟା ବୃତ୍ତ, ଏଇଟା ବୃତ୍ତର କେନ୍ଦ୍ର, এইটা হচ্ছে ব্যাসার্ধ, এইটা ব্যাসার্ধ, এটা ও দেলি, এটা এ দেলি, এটা বি দেলি, এটা চাপ এক্স বি, এটা কেন্দ্রস্থ কোণ থিটা, এটা কেন্দ্রস্থ কোণ এটা থিটা, এটা ব্যাসার্ধ আর, ব্যাসার্ধ আর, এই চাপটা হচ্ছে এল, জানিছ চাপটা এল কোণ জানিছ। যদি ନ ଜାଣିପାରେ ସୂତ୍ର ଫୂତ୍ର କିଛି ମନେ ନ ପଡିବ, ତାହେଲେ ସହଜିଆ ସୂତ୍ର ମୁଁ ତମେ କହିଥିଲି ଥରେ, ମନେ ରଖିଛ। ଏଇ କୋଣ ହେଲା ଥିଟା, ଏ କୋଣ ବାଇ ବଡ କୋଣ, ବଡ କୋଣ 360, ଏ ଟିକି କୋଣ ବାଇ ବଡ କୋଣ, ଇଏ ଟିକି ଚାପ, ଏ ଟିକି ଚାପ ବାଇ ବଡ ଚାପ। ସୂତ୍ର ମନେ କର, ଟିକି କୋଣ ହେଲା ଥିଟା, ବଡ କୋଣ ହେଲା କେତେ 360, ଟିକି କୋଣ ବାଇ ବଡ କୋଣ ସେମାନେ ଟିକି ଚାପ ବାଇ ବଡ ଚାପ। ଟିକି ଚାପଟି ଏଲ, ଆରେ ଏଲ ଚାପଟା ପରା ଧରିଲେ ଏଲ ବାଇ ବଡ ଚାପଟା କେତେକିରି 2 ପାଇ ଆର, ବୃତ୍ତ 2 ପାଇ ଆର। अरे पिले ଏଥିରେ ଅଜ୍ଞାତରେ ଶିଖି ଆସେ ନା ଥିଟା ଏଲ ଆର। ତାହେଲେ ଦିଟା ଦେଇଥାଉ, ତୃତୀୟଟା ବାହାର କରିବା। ମୁଁ ଆଉ ତମକୁ କଣ କହିବି। ତାହେଲେ ଆର ଦେଇଛି 14, ଆର ଜାଗାରେ 14 ଲେଖିପାରିବନି, ଏଲ ଜାଗାରେ ଦେଇଛି 11, 11 ଲେଖିଦବ। ତାହେଲେ ଥିଟା ବାହାରି ପଇଲା ନା ନାଇଁ, ବାହାର କରି କରିବ। ମୁଁ ଆଉ କାହିଁ କସିବି। ଆରେ ବୁଝିପାରିଲ, ଏଇଟାକୁ ମନେ ରଖ। କ୍ଲିୟର, କଣ ଥିଟା ବାଇ 360 ଡିଗ୍ରୀ ଇକ୍ୱାଲ ଏଲ ଅପନ 2 ପାଇ ଆର। ଆର ଦେଇଛି 14, ଏଲ ଦେଇଛି 11, କରିବ ଆଉ କଣ ହେଲା।
ହେଲା। ହଉ କଷିକି ଦେଇଦେଇଛି, ତମେ ଦେଖିବ କେତେ ସମୟ ଲାଗିଲାଣି। ହେ ବହୁତ ସମୟ କଷ୍ଟ ଲାଗୁଛି ରେ ବାବା। ହଉ ଏଇଟା ଭିଡ ହଉଥିଲା ବେଳେ ପିଲା କମେଣ୍ଟ କରିଲା କଲି, ନହେଲେ କରିନଥାନ୍ତି। ଆଉ କହିଲି କଣ ଭିଡ, କାହିଁ ମିଛରେ ପିଲା କହୁଛନ୍ତି, ଭିଡ ଭିଡ କିଛି ନାହିଁ ହେଲା। ଏହାର ଉତ୍ତର କେତେ ହେଇଛି? 41 ଦେଖିବ। 41 ମୁଁ ତମେ ଛାଡିଦେବି। 41 ଉତ୍ତର ପିଲା ହେଇଛି ବି। 41 ଉତ୍ତର ବି ହେଇଛି ହେଲା। ତାପରେ 42 ନମ୍ବର ଦେଖ, ଗୋଟେ ବୃତ୍ତ ଗୋଟେ ବର୍ଗକ୍ଷେତ୍ର ସମାନ। ସେମାନେ ଗୋଟେ ବୃତ୍ତ ଗୋଟେ ବର୍ଗକ୍ଷେତ୍ର କ୍ଷେତ୍ରଫଳ ସମାନ। ବୃତ୍ତର କ୍ଷେତ୍ରଫଳ କଣ କରି ପିଲେ? ପାଇ ଆର ସ୍କୋୟାର। ବର୍ଗକ୍ଷେତ୍ର କ୍ଷେତ୍ରଫଳ ସମାନ କଣ? ବର୍ଗକ୍ଷେତ୍ର ହେଲା କଣ ଜାଣିନା? ବାହୁର ବର୍ଗ ପରା ଏ ସ୍କୋୟାର। ଗୋଟେ ଗୋଟେ ବୃତ୍ତ ଗୋଟେ ବର୍ଗକ୍ଷେତ୍ର କ୍ଷେତ୍ରଫଳ ଏ ସ୍କୋୟାର। ହେଲେ ସେମାନଙ୍କ ପରିସୀମାର ଅନୁପାତ ପଚାରିଛି। ପୁଣି ସେମାନଙ୍କ ପରିସୀମା କଣ? ବୃତ୍ତର ପରିସୀମା ହେଲା 2πr, ଆଉ ବର୍ଗ କ୍ଷେତ୍ର ପରିସୀମା ହେଲା 4, 4 ବର୍ଷ 4। ତାହେଲେ ଏଇତକ ପଚାରିଛି, ବାହାର କରିବା। ଆଉ କଣ ଅଛି ଦେଇଛି? ପାଇ ଆର ସ୍କୋୟାର ଇକ୍ୱାଲ କେତେ? ଆଉ ଗୋଟାକୁ କନଭର୍ଟ କର, ଏ କର ନା ଯାହା କରୁଛ କର, ଯାହା କର, ଯୋଉଥିରେ ହେଲେ ହବ, ତମ ଇଚ୍ଛା କରିବ। ମୁଁ ତାକୁ କହିଦଉଛି ଗୋଟେ ଦେଖ। ତାହେଲେ ବର୍ଗମୂଳ ନେଇଯା। ତାହେଲେ ପାଇ ଆର ସ୍କୋୟାର ଇକ୍ୱାଲ ଏ ସ୍କୋୟାର। ତାହେଲେ ରୁଟ ପାଇ ଆର ହେଲା ଏ। ଆରେ ୟାର ପାଇ ଆର ସ୍କୋୟାର ଇକ୍ୱାଲ ଏ ସ୍କୋୟାର, ବର୍ଗମୂଳ ନେଲେ ରୁଟ ପାଇ ଆର ଇକ୍ୱାଲ ଏ ହେଲାନି, ଏ ହେଲା। ତାହେଲେ ଏଇଠି ପକେଇ ଦଉନା, 2π ଆର ଜାଗାରେ ପକେଇ ଦିଅ କେତେ? ଆର ଜାଗାରେ ପକା ନା, ଏ ଯାହା ଆର 2π ଆର ଥାଉ, 2π ଆର ଥାଉ ବାଇ 4। ଏ ଜାଗାରେ ପକେଇ ଦିଅ। ଏର ମୂଲ୍ୟ କେତେ? ଏର ମୂଲ୍ୟ କେତେ? ଏର ମୂଲ୍ୟ ବାହାରିଛି କେତେ? ରୁଟ ପାଇ ଆର ବାହାରିଛି। ହଁ ରୁଟ ପାଇ ଆର ବାହାରିଛି ହେଲା। ତାହେଲେ ଏତେ ଦେଖୁନା, 2 କି 4 କଟିଗଲା, 2 ହେଲା। ଆଉ ପାଇକି ରୁଟ ପାଇକି ପାଇ କଲେ ଉପରେ ହେଲା ରୁଟ ପାଇ। ଆଉ ଆର କୁ ଆର ବୋଧେ କଟିଗଲା ନା କଣ? ହଁ କଟିଗଲା। ଆର କଟିଲା, ଆର ହେଲା କେତେ? ରୁଟ ପାଇ ବାଇ 2 ହେଇଟି, ରୁଟ ପାଇ ବାଇ 2। କ୍ଲିୟର? ଶେଷ। କଷିକି ଦେଇଦେଇଛି, ବ୍ୟସ୍ତ ହନି, ମୁଁ କାଟି ଦଉଛି ହେଲା, ମୁଁ କଷିକି ଦେଇଦେଇଛି, ବୁଝେଇ ଦଉଛି ତମକୁ ହେଲା। ତାପରେ ଦେଖ 43 ନମ୍ବର। 43 ନମ୍ବର ଦେଖ, ସମାନ ଆଧାର ଉଚ୍ଚତା ବିଶିଷ୍ଟ। ସମାନ ଆଧାର ଉଚ୍ଚତା ବିଶିଷ୍ଟ, ସମାନ ଆଧାର ସମାନ ଉଚ୍ଚତା ସିଲିଣ୍ଡର କୋନ ଆୟତନ ଅନୁପାତ କେତେ ହବ? ଦେଖ ସିଲିଣ୍ଡର ଆଉ କିଏ? କୋନ। ସିଲିଣ୍ଡର ଆୟତନ କେତେ ପିଲେ? ସିଲିଣ୍ଡର ଆୟତନ ହେଲା ପାଇ ଆର ସ୍କୋୟାର ଏଚ। କୋନ ଆୟତନ କେତେ? 1/3 ପାଇ ଆର ସ୍କୋୟାର ଏଚ ହେଲା। ଆଉ ସିଏ ଦେଇଛି ତ ଆର ସମାନ ତାର, ଏଚ ସମାନ ତାର ଆର ସ୍କୋୟାର କଟିଗଲା। ଆଉ ପାଇ କଟିଗଲା। ଆଉ ରହିଲା 1/3 ହେଲା 3/1। 3/1 କୁଆଡେ ହେଲା ଏଇଠି? ଆରେ 1/3, 3/1 ହବନି? ଅପସନ ଏ। କ୍ଲିୟର? 44 ନମ୍ବର, 96 ଘନସେଣ୍ଟିମିଟର ବିଶିଷ୍ଟ ଆୟତନ ବିଶିଷ୍ଟ ପ୍ରିଜିମର ଭୂମିର ବାହୁ ଗୁଡ଼ିକ ଦୈର୍ଘ୍ୟ 3, 4, 5। ଦେଖ କିଛି ନାହିଁ, ତମର ଟିକେ ବେସିକ ନଲେଜ ରଖିଲେ ହେଇଯିବ, କିଛି ନାହିଁ। ଏଇଟା ପ୍ରିଜିମ, ଧର ଏଇଟା ଗୋଟେ ପ୍ରିଜିମ। ପ୍ରିଜିମର ଭୂମି ଦେଇଛି 3, 4, 5। 3, 4, 5, 3, 4, 5 କି ତ୍ରିଭୁଜ? ସମକୋଣୀ ତ୍ରିଭୁଜ ମନେ ରଖିଥା। 3, 4, 5 ବୋଲେ ସମକୋଣୀ ତ୍ରିଭୁଜ। ତାହେଲେ ଇଏ ବାହୁ 3, ଇଏ ବାହୁ 4, ଏଇଟା ହେଲା କର୍ଣ୍ଣ 5। ୟାର ଘନଫଳ ଦେଇଛି କେତେ? 96 ଘନସେଣ୍ଟିମିଟର। ପ୍ରିଜିମର ଘନଫଳ ସୂତ୍ର କଣ? ଆରେ ପ୍ରିଜିମର ଘନଫଳ ସୂତ୍ର କଣ? ଭୂମିର କ୍ଷେତ୍ରଫଳ ଗୁଣନ ଉଚ୍ଚତା। ଭୂମିର କ୍ଷେତ୍ରଫଳ ଗୁଣନ ଉଚ୍ଚତା। ଭୂମିର କ୍ଷେତ୍ରଫଳ ଗୁଣନ ଭୂମିର କ୍ଷେତ୍ରଫଳ, ଭୂମିଟା ସମକୋଣୀ, ତାର କ୍ଷେତ୍ର ହାଫ ଭୂମି ଗୁଣନ ଉଚ୍ଚତା। ତାହେଲେ ହାଫ ଭୂମି ହେଲା 3, ହାଫ ନାଇଁ, ଏଇଟା ଭୂମି ଏପଟୁ ଧର, ସମକୋଣ ସଂଲଗ୍ନ ବାହୁ ଦ୍ୱୟ ଗୁଣଫଳ ଧରିଦିଅ, ଏପଟୁ ଧରିଦିଅ। 4, 3 ହାଫ 3 ଗୁଣନ 4 ଇଣ୍ଟୁ ଉଚ୍ଚତାକୁ ଏଚ ଧର। କାହାର? ଏଇ ଯୋଉ ପ୍ରିଜିମର ଉଚ୍ଚତା ଏଚ ସମାନେ 96, ସମାନେ 96। ତାହେଲେ ଏଚ ର ମୂଲ୍ୟ ବାହାର କରିବ ଆଉ। ଆରେ ବୁଝିହେଲା ନା? ଏ ତ୍ରିଭୁଜର କ୍ଷେତ୍ରଫଳ ହେଲା ହାଫ 3 ଗୁଣନ 4 ସମକୋଣ ସଂଲଗ୍ନ ବାହୁ ଦ୍ୱୟ ଗୁଣଫଳ ଗୁଣନ ଉଚ୍ଚତା, ପ୍ରିଜିମର ଉଚ୍ଚତା ଏଚ ସମାନେ ଆୟତନ 96। ଆଉ ଏଚ ର ବାହାରେ 16 କି କେତେ ହେଇଥିବ? 16 ହେଇଥିବ, ଯାହା ହେଇଥିବ ଆଉ, କଷିକି କରିବ ଆଉ। 16 ହେଇଥିବ ବୋଧେ, ଦେଇଦେବି ତମକୁ। 16 ହେଇଥିବ, କଷିକି କରିବ, 16 ହବ ଆଉ। ତାପରେ କିଛି ନାହିଁ, ଦେଖ। ତାପରେ ଦେଖିବା ଆମେ କୋଉ ନମ୍ବର? 45 ନମ୍ବର। 100 ସେଣ୍ଟିମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଅର୍ଦ୍ଧଗୋଲକୁ ତରଳ ହେଇକିରି 10 ବ୍ୟାସର କେତୋଟି ଲୁହା ଗୋଲକରେ ଏଥିରେ କହନ୍ତି? 100 ସେଣ୍ଟିମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଅର୍ଦ୍ଧଗୋଲ। ଅର୍ଦ୍ଧଗୋଲକର ଘନଫଳ ହେଲା 2/3 ପାଇ ଆର କ୍ୟୁ। 2/3 ପାଇ ଆର କ୍ୟୁ।
2/3 ପାଇ r କ୍ୟୁ r କେତେ 100 100 ର କ୍ୟୁ ହେଲା 100 ଗୁଣନ 100 ଗୁଣନ 100 ହେଲା ବାଇ କେତେ କରିବା କେତେଟା ହବ ତଳେ 10 ୟୁନିଟ୍ ବାସିରୁ କେତେ ଲୁହା ଗୋଲ ଗୋଲ ବଳ ହେଲା କଣ 4/3 ବାଇ r କ୍ୟୁ 4/3 ପାଇ r କ୍ୟୁ r ହେଲା 10 10 10 10 ଗୁଣନ 10 ଗୁଣନ 10 ହେଲା ଆଉ 19 କଟିବ କଟାକଟି କରି କରିଦେଇଛି ଯାଉତର ବାହାରି ଆଉ 45 ନମ୍ବର ମୋର କଣ ଏତେ କଷି ପାରିବି ସହଜ କରିବି ବୁଝେଇଦେଲି ଆରେ ୟାର ଘନଫଳ ହେଲା ଅର୍ଦ୍ଧଗୋଲକର 2/3 ବାଇ r କ୍ୟୁ ଇଏ ହେଲା 4/3 ପୁରା ଗୋଲକ 4/3 ବାଇ r କ୍ୟୁ ତାହେଲେ ଏତକ ବାଇ ଏତକ କଟା ହେଲା ପରେ ଯାହା ହବ କେତେ 500 ବାହାରୁଛି ଅପସନ ସି ବାହାର 45 ସି ଅପସନ ସି ହେଲା ତାପରେ ଦେଖ 46 ନମ୍ବର କସ ଦେଖ cos a plus cos square a equal 1 তাহলে sin square a plus sin 4 କେତେ ହବ ହେଲା କିଛି ନାହିଁ କିଛି ତାହେଲେ ଦେଖିଲା ପିଲେ ପ୍ରଶ୍ନଟି ଆମକୁ ଏତିକି ଦେଇଛି ଦେଖ ବୁଝି ଲେଖି ଦଉଛି କିଛି ଅସୁବିଧା ନାହିଁ ଦେଖ cos a equal କେତେ cos a ତାହେଲେ କେତେ ହବ 1 minus cos square ହବନି ଏ cos square ଏପଟୁ ନେଇ ଆସିବା ତାହେଲେ କେତେ ହବ 1 minus cos square a ତାହେଲେ cos a କେତେ ହବ ପିଲେ 1 minus cos square sin square କ୍ଲିୟର ତାହେଲେ cos a ର ମୂଲ୍ୟ କେତେ ବାହାରିଲା cos ର ମୂଲ୍ୟ sin square ବାହାରିଲା କ୍ଲିୟର ମନେ କର ତାହେଲେ cos a ବାହାରିଲା କେତେ cos a କେତେ ହେଲା cos a ହେଲା କେତେ sin square ତାହେଲେ sin square cos ହେଲା sin square ଯଦି cos square କେତେ ହବ ନା यार sin 4 ହବ ଆରେ यार ବର୍ଗ କଲେ यार ବର୍ଗ ହବ କେତେ sin 4 ହବ ହବ ନା କ୍ଲିୟର ତାହେଲେ sin square ଇଏ ଯାହା ଇଏ ସେ ହେଲାନି ତାହେଲେ यार ମୂଲ୍ୟ ସେ 1 ହେଲା ଆରେ ବୁଝିହେଲା ନାହିଁ ଆରେ sin square କେତେ ହେଲା cos ହେଲା ଏଇଠି cos ହେଲା ସେ sin 4 କେତେ ହେଲା cos square ହେଲା ତାହେଲେ cos a plus cos square 1 ତାହେଲେ sin square plus sin 4 1 ହେଲାନି ହେଲା 1 କ୍ଲିୟର ତାପରେ ଦେଖ 47 cos 68 plus sin 31 এটা କଷି ଦେଇଛି ତମେ ଜାଣିଛ ସବୁ କଣ এটা ଖାଲି କହି ଦଉଛି cos 68 ଜାଗାରେ କେତେ ଲେଖିବା 90 ବିଯୁକ୍ତ 22 ହେଲା ଯୁକ୍ତ sin 131 sin 131 ଜାଗାରେ କେତେ ଲେଖିବା sin 131 90 ଯୁକ୍ତ 41 90 ଯୁକ୍ତ 41 ହେଲା ତଳ ତ ଥାଉ ତଳ କରିବ cos 90 minus theta sin theta ତ କେତେ ହେଲା sin 22 କେତେ ହେଲା sin 22 sin 90 plus theta cos 41 ଉପରେ sin 22 cos ତଳେ sin କଟିଗଲା 1 1 1 ହେଲା 40 ନମ୍ବର ଗୋଟେ ଦୁର୍ଗର ପାଦଦେଶରୁ ଆନୁଭୂମିକ ସରଳରେଖା ପରିସ୍ଥିତ ଦୁଇଟି ବିନ୍ଦୁର ଦୂରତା ଯଥାକ୍ରମେ a b ବିନ୍ଦୁ ଦ୍ୱୟ a greater than b ବିନ୍ଦୁ ଦ୍ୱୟ ଦୁର୍ଗଠାରୁ କୌଣିକ ଉନ୍ନତିର ପରିଣାମ ପରସ୍ପର ଅନୁପୂରକ ହେଲେ ଦୁର୍ଗର ଉଚ୍ଚତା କେତେ ତାକୁ ବୁଝ ଚିତ୍ରଟାକୁ ଆଇ ବୁଝ ଚିତ୍ରଟାକୁ ବୁଝ ଦେଖ a b c a b ହେଲା ଦୁର୍ଗ ଏଇ ଦୁର୍ଗର ଛାଇ ପଡିବ କୋଉଠି ନା ସେ କହିଲା ଦୁର୍ଗର ଛାଇ ଏଠି ଗୋଟେ ଜାଗାରେ ପଡୁଛି ଆଉ କୌଣିକ ଉନ୍ନତିର ଅନୁପୂରକ ଏଠି ଗୋଟେ ପଡୁଛି ତାହେଲେ ସେ ଯୋଉ କୋଣ ଦିଟା ହଉଛି ପରସ୍ପର ଅନୁପୂରକ ତାହେଲେ ଅନୁପୂରକ ଦେଖ କଣ ନା ଗୋଟେ ଯଦି ଆମେ ଥିଟା ଧରିବା ଆଉ ଗୋଟେ ହବ 90 ମାଇନସ ଥିଟା ଆରେ ଏ କୋଣ ଦିଟା ପରସ୍ପର ଅନୁପୂରକ ପରା ଅନୁପୂରକ ହେଲେ କୋଣ ଦିଟା ମିଶି 90 ଡିଗ୍ରୀ ତାହେଲେ ଗୋଟେ ଥିଟା ହେଲେ ଏଇ କୋଣଟି ହବ କେତେ 90 ମାଇନସ ଥିଟା ହେଲା ତାହେଲେ ଡାଣ ଦେଇଦିଅ ତାହେଲେ tan ଥିଟା ପକେଇ ଦିଅ tan ଥିଟା ହେଲା ସମ୍ମୁଖୀନ ବାହୁ ଭାଇ ସଂଲଗ୍ନ ବାହୁ ହଁ ପୁଣି ଏଠି ଦେଇଛି ଦୂରତା ଛାଇର ଦୂରତା ଦେଇଛି ଛାଇ ଦୂରତା ଦେଇଛି a greater than b ତାହେଲେ ସବୁ ତ BC ତକ ହଉଛି a ତାହେଲେ এই BD ତକ ହଉଛି b a greater than ହଁ এই ଟୋଟାଲ BC ତକ ହଉଛି ଛାଇର ଦୈର୍ଘ୍ୟ ଥିଲା ଥିଟା ବେଳେ BD ହେଲା କେତେବେଳେ 90 ମାନ ଥିଟା ହେଲେ ଛାଇର ଦୈର୍ଘ୍ୟ ଏତିକି ହେଲା ତାହେଲେ କୋଣ ଦେହ ପରସ୍ପର ଅନୁପୂରକ ତାହେଲେ ଥିଟା ହେଲେ 90 ମାନ ଥିଟା ଧରା ହେଲା ତାହେଲେ tan ଥିଟା ହେଲା କେତେ ସମ୍ମୁଖୀନ ବାହୁ ଭାଇ ସଂଲଗ୍ନ ବାହୁ ତାହେଲେ AB ଭାଇ tan ଥିଟା ହେଲା କେତେ ନା AB ଭାଇ এই টোটালটা কেতে না a বড়টা প্রায় a b ଦେଇଛି a বড় তাহলে টোটাল a AB বাই a
ପୁଣି ଏଇଟା ଏଥରେ ପକା, ଆରେ ପକା tan 90 ମାଇନସ୍ tan 90 ମାଇନସ୍ ଥୀଟା, ତାହେଲେ tan 9 ডিগ্রি ମାଇନସ୍ ଥୀଟା ଇକ୍ୱାଲ୍ କେତେ? ସେଇ AB ବାଇ ଏଇତକ ହେଲା B, AB ବାଇ B। tan 90 ମାଇନସ୍ ଥୀଟା cot ଥୀଟା, আর tan 90 ମାଇନସ୍ ଥୀଟା cot ଥୀଟା ହେଲା 1 ବାଇ tan ଥୀଟା, tan ଥୀଟା ଉଲ୍ଟି ଯିବ, କେତେ ହବ? B ବାଇ AB ହେଇଯିବ। ସେ tan ଥୀଟା ସମାନ ଡାହାଣ ସମାନ କରିଦେଲେ ଏଇ ବାହାରେ ରୁଟ୍ AB ବାହାରିବ। ହେଲା, କଷି ଦେଇଛି। ଦେଖ ଖୋଲ ଦେଖିଦବା। ବିରକ୍ତ ଲାଗେ, ବହୁତ ସମୟ ବଢିଆ ହେଲାଣି। 48 49 ନମ୍ବର ଯାଇକି ହେଇଠି ଏ ଦେଖ ପିଲା, এইটি ধর এইটা 90 মাইনাস থিটা হলে এইটা ଥିଲା, ମୁଁ এইটা তো ଯାହାକୁ ଧର କିଛି ଅସୁବିଧା ନାହିଁ। 90 এইটা 90 ମାଇନସ୍ ତାହେଲେ ପକେଇଲେ ହେଇଟା ହେଲା କେତେ ନା ଏଇ କୋଣର ଟ୍ୟାନ୍ ନେଲେ କଣ ହବ? ସମ୍ମୁଖୀନ ବାହୁ ବାଇ ସଂଲଗ୍ନ ବାହୁ ଟୋଟାଲ ତକ ଲେଖା ହେଇଛି। ଏ କୋଣର ଟ୍ୟାନ୍ ଥୀଟା ନେଲେ ଏତକ ବାଇ ଏଇତକ, ଇଏ ଟୋଟାଲଟା ହଉଛି ଏ ଦୈର୍ଘ୍ୟ, ଏଇତକ ଏଇଠୁ ଏତକ ହଉଛି ବି, ପକେଇ ଦେଇଛି କରିଦେଇଛି ହେଇଠି କରିଦେଇଛି କ୍ଲିୟର ହେଲା। ତାପରେ 49 ନମ୍ବର ଦେଖ। 49 ନମ୍ବର ପିଲେ, 49 ନମ୍ବର ଦେଖ, ଟ୍ୟାନ୍ 2 ডিগ্রি 4 ডিগ্রি 6 ডিগ্রি 18 ମୂଲ୍ୟ କେତେ? ଦେଖ 2 ତ କିଛି ନାହିଁ, 2 ଯୁକ୍ତ 4 ଯୁକ୍ତ 6 ଏମିତି ହେଇକି 18 ଯାକ ଅଛି। ତାହେଲେ ଏ କେତେ? ଏ ହେଲା 2, ଡି କେତେ? 2 2 ଛାଡିଛି, ଡି ହେଲା କେତେ? 2। କେତେଟା ପଦ? 18 ଯାକ 9ଟା ପଦ ହବ, ଏନ୍ ହବ କେତେ? 18। ତାହେଲେ ମିଶେଇ ଦେଲେ କେତେ ହବ? ଆରେ ମିଶେଇଲେ କେତେ ହବ? ଏସଏନ୍ କେତେ? n by 2 whole into a plus n minus into 2, SN ହେଲା n by 2 whole into 2a plus n minus 1 into d। କଷି ଦେଇଛି ଖାତାରେ, ମିଶେଇ ଦେଲେ ହେଲା 90 ହେଲା। ମିଶେଇ ଦେଲେ tan 90 ର ମୂଲ୍ୟ ଇନଫିନିଟି ଅନିର୍ଣ୍ଣୟ ହେଲା। ବାହାର କରିଦିଅ, ଖାତା ବାହାର କରିଦିଅ, ଦେଖିଦିଅ ପିଲାଙ୍କୁ, ଦେଖିଦିଅ ଦେଖ ବହୁତ କଷ୍ଟ ହେଲାଣି ମୋର, ଦେଖ এইটি 2 4 6 8 ଏ 2 ଡି 2 n ହେଲା 9, ତାହେଲେ 9ଟା ପଦ ସମଷ୍ଟି SN 9 by 2 କଲା 90 ହେଲା, tan 90 ହେଲା କ୍ଲିୟର। ତାହେଲେ 50 ନମ୍ବର 50 ନମ୍ବର ଏଇଠି ଦେଖିଦିଅ, ଏଇଠି ବୁଝିଦିଅ। ସେ ଦେଇଛି ପ୍ରଶ୍ନ ପିଲେ sin 70 ପ୍ଲସ୍ cos 160 ଇଣ୍ଟୁ ଏତକ କେତେ ହବ? ଦେଖ sin 70 ଜାଗାରେ ମୁଁ sin 90 ଯୁକ୍ତ 20 ଲେଖିପାରିବି। ଏ 90 ଯୁକ୍ତ 20 କଣ? 90 ବିଯୁକ୍ତ 20 ନା, 90 ବିଯୁକ୍ତ 20 ରେ କୋଉଠି ଏମିତି ଚିହ୍ନ ମାଇନସ ଭୁଲ ହେଇଥିବ ଲେଖାରେ। sin 70 sin 90 डिग्री माइनस 20 डिग्री, cos 160 180 ରୁ 20 ଫେରିଲେ ହବ 160 ହେଲା। ତାହେଲେ sin 90 डिग्री माइनस थीटा cos थीटा cos 20, cos 180 डिग्री माइनस थीटा माइनस cos थीटा माइनस 120 माइनस 20, cos 20 को माइनस 20 कटिले 0, 0 को तो एटा 0 ହେଲା, 0 को ଯୋଉତେ ଆକୁ କରିବା ଦରକାର, 0 को ଯୋଉଥିରେ ଗୁଣିବ 0, ତାର ଉତ୍ତର 0 କ୍ଲିୟର। ଦେଖିବ, କମେଣ୍ଟ କରିବ, ଆଉ କଣ କଣ ଆବଶ୍ୟକ ମତେ ଜଣେଇବ, କମେଣ୍ଟ କି ଜଣା। ବୁଝିହେଲା କି ନ ବୁଝିଲା କହିବ। ବହୁ ପରିଶ୍ରମ, ଘଣ୍ଟାଏ 40 45 ମିନିଟ୍ କାଳ ବୁଝେଇଲି ତମକୁ, କେତେ କଷ୍ଟ କରି ପୁଣି ଆକୁ ଚିନ୍ତା କରିବାଟା କେତେ କଷ୍ଟ ହଉଛି ମତେ ହେଲା। ତେଣୁ ତାକୁ ଦେଖ, ପରୀକ୍ଷାରେ ତାକୁ ଠିକ ଲଗା ସଦୁପଯୋଗ କର। ଯେତେ ମୁଁ ଭିଡିଓ ତକ ପକେଇଛି, ଯଦି ତମର ବହୁତ କଷ୍ଟ କଳ୍ପନା କରି ମୁଁ କରିଛି, ବହୁତ ଦିନର ଅଭିଜ୍ଞତା, ଦୀର୍ଘ 40 42 ବର୍ଷର ଅଭିଜ୍ଞତାରେ ମୁଁ କରିଛି। ଇଏ ଜିନିଷ ପାଇବନି ପିଲେ କୋଉଠି ହେଲା। ତମ ଭଲ ପାଇଁ କରୁଛି, ମୋର କିଛି ଲାଭ ନାହିଁ। ମୁଁ ବସିଛି ଘରେ ରିଟାୟାର୍ଡ କରି, ହଁ ପିଲାମାନଙ୍କୁ ଟିକେ ଯେତିକି ମୋ ଜୀବନ ଭିତରେ ଅନୁଭୂତି କମେଇଛି ଟିକେ ପିଲାଙ୍କୁ ବାଣ୍ଟିବି ବୋଲି କରୁଛି ହେଲା। ଦେଖ, କମେଣ୍ଟ କର, କଣ ସୁବିଧା ଅସୁବିଧା ଜଣା ହେଲା। ହେଲେ ପୁଣି ଆଉ କଣ ତମକୁ ଇଏ କରିବା। ଆଉ ସାଇନ୍ସ ଭିଡିଓ ଗୋଟେ ଚାଲିଛି, ସବୁ ଭିଡିଓ ଚାଲିଛି, ଦେଖ। ଏଇ ଯୋଉ ଆଟଲିଷ୍ଟ ଏଇଗୁଡା ଦେଖ, ସମ୍ବାଦ ସମାଜ ପ୍ରମେୟ ଯୋଉଟା ଛାଡିଛି ତାକୁ ଦେଖ ସବୁବେଳେ। ଦେଖ କଣ କେତେ ସମୟ ଲାଗିବ, ଅଳ୍ପ ସମୟ ଟିକେ ଦେଖିବ ହେଲା। ହଉ, ଥ୍ୟାଙ୍କ ୟୁ ଭେରି ମଚ୍।